ପବିତ୍ର ଆତ୍ମା ଗୋଟେ ମୋତେ ଖୁବ୍ ଷ୍ଟ୍ରଙ୍ଗଲି ମୋତେ ଏଇ ବାକ୍ୟ ଦେଲେ ଆଜି ଆପଣଙ୍କ ପାଇଁ ଏବଂ ମୋ ପାଇଁ ମଧ୍ୟ। ଆମେ ଦେଖିବା ଲୁକ୍ ତାର 21 ଅଧ୍ୟାୟ 34-36 ଦୁଇଟି ପଦକୁ ଆମେ ଗଭୀର ଭାବେ ଚିନ୍ତା କରିବା। ଆଉ କାଇଣ୍ଡଲି ମୋତେ କେହି ଟିକେ ବେଳେବେଳେ ଏବେ ଓଡ଼ିଆରେ ଟିକେ ପଢ଼ିକି ସାହାଯ୍ୟ କରିବେ। ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ୟାସେଜ ଗୁଡ଼ା ଅଛି। ମୁଁ ଏବେ ପଢୁଛି, ମୁଁ ଟିକେ ଟିକେ ଓଡ଼ିଆ ପଢି ପାରୁଛି। ତ ଲୁକ୍ 21 ଅଧ୍ୟାୟ 34-36 ପଦରେ ଏ ପ୍ରକାର ଲେଖା ଅଛି, କିନ୍ତୁ ତୁମମାନେ ଆପଣା ଆପଣା ବିଷୟରେ ସାବଧାନ ହୋଇଥାଅ, କାଳେ ତୁମମାନଙ୍କର ହୃଦୟ ମତ୍ତତା ଓ ମଦ୍ୟପାନରେ ପୁଣି ଜୀବିକା ସମ୍ବନ୍ଧୀୟ ଚିନ୍ତାରେ ଭାରଗ୍ରସ୍ତ ହୁଅ, ଆଉ ସେଇଦିନ ହଠାତ୍ ତୁମମାନଙ୍କ ଉପରେ ପଡ଼େ, କାରଣ ତାହା ଫାନ୍sh ସ୍ୱରୂପେ ସମଗ୍ର ପୃଥିବୀ ନିବାସୀ ସମସ୍ତଙ୍କର ଉପରେ ଆସିବ। କିନ୍ତୁ ତୁମେମାନେ ଯେପରି ଏହି ସମସ୍ତ ଆଗାମୀ ଘଟଣାରୁ ରକ୍ଷା ପାଇବାକୁ ଓ ମନୁଷ୍ୟ ପୁତ୍ରଙ୍କ ଛାମୁରେ ଉଭା ହେବାକୁ ସମର୍ଥ ହୁଏ, ଏଥି ନିମନ୍ତେ ସର୍ବଦା ପ୍ରାର୍ଥନା କରି ଜାଗି ରୁହ। প্রিয় মণ্ডলী, অত্যন্ত গুরুত্বপূর্ণ বিষয়। এই বাক্য হয়তো আমি লুক লিখিত সুসমাচার, লুক জଣେ অভিজ্ঞ ডাক্ତର ଥିଲେ ଏବଂ ପ୍ରଭୁଙ୍କର ମଧ୍ୟ ଜଣେ ଶିଷ୍ୟ ଥିଲେ। ଆଉ এই ସ୍ଥାନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଲେଖା ଅଛି। ଯେତେବେଳେ ପ୍ରତିଟି ୱାର୍ଡ ଏବଂ ପ୍ରତିଟି ଲାଇନକୁ ଆମେ ବିଶ୍ଳେଷଣ କରିବା, ଆମେ ଏହାର ଗଭୀରତା ବିଷୟ ବୁଝିପାରିବା। ପ୍ରଭୁ ପ୍ରତ୍ୟେକଙ୍କୁ କଥା କୁହନ୍ତୁ। ବିଶେଷ ଭାବରେ ମୁଁ ଏଇ ଆର୍ଲି ମର୍ଣ୍ଣିଂ ପ୍ରେୟାର ଗ୍ରୁପ ଯେଉଁମାନଙ୍କର ଯେଉଁ ଲିଡରସିପ୍ରେ ଚାଲିଛି ସେମାନଙ୍କ ନିକଟରେ କୃତଜ୍ଞ। ଏ ସୁନ୍ଦର ପ୍ରଭୁ ସୁଯୋଗ ଦେଲେ, ସେମାନଙ୍କ ମଧ୍ୟ ଦେଇ ଆଉ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଏ। ଏବଂ ପ୍ରଭୁ ଆଶ୍ଚର୍ଯ୍ୟ ଭାବରେ এই ଗ୍ରୁପକୁ ବ୍ୟବହାର କରୁଛନ୍ତି। ମୁଁ ହଠାତ୍ ଗୋଟେ ଦିନ ୱେଷ୍ଟବେଙ୍ଗଲରେ ଥିଲି, ଖୋଲିଲି, ଠିକ୍ ମୁଁ ଯେତେବେଳେ ଅନ୍ କରିଛି ମୋର ନାଁ ଧରିକିରି ପ୍ରାର୍ଥନା ହେଉଛି। ସେଟା ମୋତେ ଏତେ ଉତ୍ସାହିତ କଲେ ଯେ ଯେଉଁ ଗ୍ରୁପ ସହିତ ଏତେ ଭଲରେ ମୁଁ ପରିଚିତ ନୁହେଁ, କେତେ ଜଣ ଭାଇ ଭଉଣୀକୁ ମୁଁ ଚିହ୍ନେ, କିନ୍ତୁ ମଧୁସ୍ମିତା ଭଉଣୀ ଯେତେବେଳେ ପ୍ରାର୍ଥନା କରୁଛନ୍ତି ମୋ ପାଇଁ, ମୋର ମିନିଷ୍ଟ୍ରି ପାଇଁ, ମୋର ପିଲାମାନଙ୍କ ପାଇଁ, ମୋର ପରିବାର ପ୍ରତ୍ୟେକ ପରିଜନମାନଙ୍କ ପାଇଁ, ରିଏଲି ଦ୍ୟାଟ୍ସ ଏ ଗ୍ରେଟ୍। I feel so proud. I feel so blessed. মা প্রভুଙ୍କ ନାମରେ ଧନ୍ୟବାଦ ହଉ। আর ସେଇ ବିଷୟଟା ମୋତେ ଏତେ ଉତ୍ସାହିତ କଲେ ଏବଂ ଅନେକ ଲୋକକୁ ମୁଁ ୱେଷ୍ଟବେଙ୍ଗଲରେ ଇଣ୍ଟ୍ରୋଡ୍ୟୁସ୍ କଲି। କହିଲି ଯଦି ଆପଣମାନେ ଭାଷା ବୁଝିପାରିବେ ଆପଣମାନେ ଜଏନ୍ କରନ୍ତୁ, ଆଣ୍ଡ ୟୁ ପିପୁଲ ୱିଲ୍ ବି ବ୍ଲେସ୍ଡ। ତ ଯାଇ ହଉ, ସମସ୍ତଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ସହିତ ଆଜି ଏହି ପବିତ୍ର ବାକ୍ୟକୁ ଆମେ ଆଲୋଚନା କରିବା। ଯଦିଓ ପ୍ରଭୁ ଆଜିଠାରୁ, ଏବେ 2025 ଚାଲିଛି, କିନ୍ତୁ ଆମେ ଗୋଟେ ଟ୍ରାଡିସନାଲି କହୁଛୁ ଆଜିଠାରୁ ପ୍ରଭୁ 2000 ବର୍ଷ ତଳେ ଆସିଥିଲେ, କିନ୍ତୁ 2000 ବର୍ଷର ଅଧିକ ହେଇଗଲା ସେ ଆସିଥିଲେ। 2000 ବର୍ଷ ପୂର୍ବରେ ପ୍ରଭୁ ଯୀଶୁ ଯେଉଁ ସମସ୍ତ ବାକ୍ୟ ଗୁଡ଼ି ଶିଷ୍ୟମାନଙ୍କ ନିକଟରେ ପ୍ରକାଶ କରିଥିଲେ, ସତର୍କ ବାଣୀ ସବୁ ଦେଇଥିଲେ, ଆଜି ଆମ ସମ୍ମୁଖରେ ଆମେ ଦେଖିବାକୁ ପାଉଛୁ ସେ ସମସ୍ତ ପୂର୍ଣ୍ଣ ହେଉଛି, ସେ ସମସ୍ତ ଫଳୁଛି। ସମଗ୍ର ପୃଥିବୀ ବିଶ୍ୱବ୍ୟାପୀ ସେ ସମସ୍ତ ବିଷୟକୁ ଅନୁଭବ କରୁଛନ୍ତି ଏବଂ ସ୍ୱୀକାର ମଧ୍ୟ କରୁଛନ୍ତି ଯେ ଈଶ୍ୱରଙ୍କର ବାକ୍ୟ ବାଇବେଲରେ ଯେ ସମସ୍ତ ବିଷୟ ଲେଖା ଅଛି, ନାସା ବା ବିଭିନ୍ନ ପ୍ରକାର ସାଇଣ୍ଟିଷ୍ଟ ଯେଉଁମାନେ ଆଜି ଏକ୍ସପେରିମେଣ୍ଟ କରୁଛନ୍ତି, ସେମାନେ ମଧ୍ୟ ବାଇୱେ ହାଇୱେ ସ୍ୱୀକାର କରୁଛନ୍ତି ଯେ ବାଇବେଲରେ ଯେଉଁ ସମସ୍ତ ବିଷୟ ଲେଖା ଅଛି ଆଉ ସେଭଳି ସବୁ ଘଟୁଛି ଆଉ ଘଟିବ ମଧ୍ୟ। ତ
ମୁଁ ଜଷ୍ଟ ଇଣ୍ଟ୍ରୋଡକ୍ସନ୍ ସ୍ୱରୂପରେ এই দুইটি এই ২-৩টি পদ জাস্ট আমি আলোচনা করবা, তারপর সেটাকে আরো বিশ্লেষণ করিবা। সেদিন କୋଉ ଦିନ? ଯୋଉ ଦିନ କି ହଠାତ୍ କରି ଆପଣଙ୍କ ଜୀବନରେ ମୋ ଜୀବନରେ ଭୂତଳବାସୀ ପ୍ରତ୍ୟେକଙ୍କ ଜୀବନରେ ଆସି ପଡ଼ିବ। ଆଉ ଯୀଶୁ ତାଙ୍କର ଏଇ ଭବିଷ୍ୟତବାଣୀ ପୂର୍ଣ୍ଣ ସମ୍ବାଦ ସମାପ୍ତ କରି ବିଶ୍ୱାସୀମାନଙ୍କୁ ସାବଧାନ କରିବା ପାଇଁ, ସତର୍କ କରିବା ପାଇଁ କହିଲେ ଯେ ଜଗତର ଚିନ୍ତା ଓ ସୁଖରେ ନିଜକୁ ଏତେ ମାତ୍ରାରେ ବ୍ୟସ୍ତ କର ନାହିଁ। ନିଶ୍ଚୟ ଆମମାନଙ୍କର ସାଂସାରିକ ଜୀବନରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି, ବିଭିନ୍ନ ପ୍ରକାର ଦାୟିତ୍ୱ ସବୁ ରହିଛି, କିନ୍ତୁ ସେ କହୁଛନ୍ତି ଏତେ ନିଜକୁ ବ୍ୟସ୍ତ କର ନାହିଁ ଯେପରି ତାଙ୍କର ଆଗମନ ପାଇଁ ପ୍ରସ୍ତୁତ ରହିବାରେ ଆମମାନେ ବିଫଳ ହେଇଯିବା। ତାମାନେ ପ୍ରଭୁଙ୍କର ଦ୍ୱିତୀୟ ଆଗମନ ନିମନ୍ତେ ପ୍ରତ୍ୟେକ ବିଶ୍ୱାସୀ, ପ୍ରତ୍ୟେକ ପରିବାର, ଆବାଳ ବୃଦ୍ଧ ବନିତା ପ୍ରତ୍ୟେକ ଯେପରି ପ୍ରସ୍ତୁତ ହେଇ ରହିବେ, ସେଥିପାଇଁ ସେ ଆହ୍ୱାନ ଦେଉଛନ୍ତି। ଆଉ ଏଇ ସାବଧାନତାର କଥା ଯେ ସମସ୍ତ କୁହାଯାଇଛି, ଏ ସମସ୍ତ ଈଶ୍ୱରଙ୍କ ଲୋକମାନଙ୍କ ନିମନ୍ତେ ଖାଲି ସେତେବେଳେ ଯେ ସାଧୁ ଶିଷ୍ୟମାନଙ୍କ ପାଇଁ କୁହାହେଉଥିଲା ତା ନୁହେଁ, ଏଇଟା ଏବେ ମଧ୍ୟ ପ୍ରତ୍ୟେକଙ୍କ ନିମନ୍ତେ ପ୍ରଯୁଜ୍ୟ। କେବଳ ମହାକ୍ଲେଶ ସମୟରେ ବାସ କରୁଥିବା ଲୋକମାନଙ୍କ ପ୍ରତି ଘଟିବ ତା ନୁହେଁ, କିନ୍ତୁ ଆତ୍ମିକ ବିଶ୍ୱସ୍ତତା ପାଇଁ ଦାବି କରି এটা অত্যন্ত গুরুত্বপূর্ণ বিষয় ବ୍ୟକ୍ତିଗତ ଜୀବନ ପାଇଁ। ଆମେ ଯଦି ଚିନ୍ତା କରୁ, ଆମେ ଏହାକୁ କୌଣସି ମତରେ ଉପେକ୍ଷା କରିପାରିବା ନାହିଁ। କାହିଁକି ନା ଲେଖା ଅଛି ଭୂତଳବାସୀ ଅର୍ଥାତ୍ ଆକାଶ ନିଜେ ମନୁଷ୍ୟମାନଙ୍କ ମଧ୍ୟରେ ଯେଉଁମାନେ ବାସ କରୁଛନ୍ତି ବା ଆକାଶ ତଳେ ଯେଉଁମାନେ ବାସ କରୁଛନ୍ତି ପ୍ରତ୍ୟେକଙ୍କର ପ୍ରତି ଏଟା ଘଟିବ। ବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଯେଉଁମାନେ ଅନୁଗମନ କରୁଛନ୍ତି ପ୍ରତ୍ୟେକଙ୍କ ନିମନ୍ତେ ତାହା ଘଟିବ। ଯୀଶୁଙ୍କର ଏଇ ଶିକ୍ଷାର ବାସ୍ତବତା ମାଧ୍ୟମରେ ଆମେ ଆଜି ମଧ୍ୟ ବାସ କରୁଛୁ। ତାଙ୍କର ପ୍ରତିଟି କଥା ସତ୍ୟ, କମା, ପୂର୍ଣ୍ଣଚ୍ଛେଦ, ବିସର୍ଗ ପ୍ରତ୍ୟେକଟି ବିଷୟ ସତ୍ୟ। ଏବଂ ସେ ମଣ୍ଡଳୀକୁ এই କଥା ବାରେ ବାରେ ବିଭିନ୍ନ ଭାବରେ ସେ କହିକି ଯାଇଛନ୍ତି ଯେ ଆଗମନର ସମୟ ଯଦିଓ ଆମେ ଜାଣୁନୁ ବା ନିର୍ଦ୍ଧାରଣ କରିବା ସମ୍ଭବ ନୁହେଁ, କିନ୍ତୁ ବିଶ୍ୱାସୀମାନେ ଯେପରି ସର୍ବଦା ପ୍ରସ୍ତୁତ ରହିବେ ବା ରହିବା ଉଚିତ, ଏକଥା ଖାଲି ଲୁକରେ ନୁହେଁ ମାଥ୍ୟୁରେ ମଧ୍ୟ ସେ କହିଛନ୍ତି। ମାଥ୍ୟୁ 24:40 ପଦରେ, 42 ପଦରେ ବିଭିନ୍ନ ଜାଗାରେ ପରିପ୍ରକାଶ କରିଛନ୍ତି। ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ ଆମେ ଯେତେବେଳେ ଏଇ ଜଗତରେ ଅଛୁ, ଆମେ ଦେଖୁଛୁ ଜଗତରେ ବିଭିନ୍ନ ପ୍ରକାର ଘଟଣା ଘଟି ଚାଲିଛି। ଜଗତରେ ପୃଥିବୀର ବିଭିନ୍ନ ସ୍ଥାନରେ ଘଟି ଚାଲିଛି। ଇସ୍ରାଏଲ କଣ୍ଟ୍ରି, ମିଡଲ ଇଷ୍ଟ କଣ୍ଟ୍ରିରେ ସବୁଦିନ ଯୁଦ୍ଧ, 11ଟା-12ଟା କଣ୍ଟ୍ରି ସହିତ, ଦେଶ ସହିତ ସବୁଦିନ ଇସ୍ରାଏଲର ଯୁଦ୍ଧ ଚାଲିଛି। ଏବଂ ଏ ସମସ୍ତ ପରିସ୍ଥିତିକୁ ଯେତେବେଳେ ଆମେ ଅନୁଧ୍ୟାନ କରୁ, ଦେଖୁ, ଆମେ ଈଶ୍ୱରଙ୍କର ଏ ବାକ୍ୟକୁ କେବେ ହେଲେ ଉପେକ୍ଷା କରିପାରିବା ନାହିଁ। ବରଂ ଆମମାନଙ୍କର ଅନପେକ୍ଷିତ ସମୟରେ ପ୍ରଭୁଙ୍କର ଆଗମନ ବି ହେଇଯାଇପାରେ। ତ ସେଥିପାଇଁ କିନ୍ତୁ ଆମମାନଙ୍କୁ ସେଇ କ୍ରୋଧରୁ ରକ୍ଷା ପାଇବା ପାଇଁ କିଛି ଉପାୟ ଅଛି, ଆଉ ଯୋଉଟାକି ଏ ସ୍ଥାନରେ ପ୍ରଭୁ ପ୍ରକାଶ କରିଛନ୍ତି। ଯେ କହୁଛନ୍ତି ଯେ ତୁମମାନେ
ଜାଗି ରୁହ ପ୍ରାର୍ଥନା କର ଯେପରି ଏ ସମସ୍ତ ଘଟଣା ଯେ ହେବ ତାଠୁ ଏଡ଼ାଇବା ପାଇଁ ରକ୍ଷା ପାଇବା ପାଇଁ ବା ମନୁଷ୍ୟ ପୁତ୍ର ସମ୍ମୁଖରେ ଉଭା ହେବା ପାଇଁ ବା ଛିଡ଼ା ହେବା ପାଇଁ ଯେପରି ଆମେ ବଳବାନ ହେଇପାରିବା এই বিষয় ନେଇକିରି ଆମେ ଦେଖିବା। ତାହେଲେ ଜଗତରେ ଅନେକ ପ୍ରକାର ଘଟଣା ଘଟୁଛି ଆହୁରି ଘଟିବ କିନ୍ତୁ ଆମମାନେ ଯଦି ପ୍ରତ୍ୟେକ ବିଶ୍ୱାସୀ ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବ୍ୟକ୍ତିଗତ ତ୍ରାଣକର୍ତ୍ତା ହିସାବରେ ଗ୍ରହଣ କରିଛନ୍ତି এই ଘଟଣା ଘଟିବ ତାକୁ କେହି ଅଟକେଇ ପାରିବନି କୌଣସି ସାଇଣ୍ଟିଷ୍ଟ ବା କୌଣସି ବିକଳ୍ପ ଏ ସମସ୍ତ ବିଷୟକୁ ଅର୍ଥାତ୍ ଭୂମିକମ୍ପ ସ୍ଥାନେ ସ୍ଥାନେ ବନ୍ୟା ଦେଶ ବିରୁଦ୍ଧେ ଦେଶ ପରିବାର ବିରୁଦ୍ଧେ ପରିବାର ଅତ୍ୟାଚାର ଏ ସମସ୍ତ କୌଣସି ପ୍ରକ୍ରିୟା ମାଧ୍ୟମରେ ବା ନିୟମ ମାଧ୍ୟମରେ କୌଣସି ଆଇନ କାନୁନ ମାଧ୍ୟମରେ ଏହାକୁ ଆମେ ରୋକିପାରିବା ନାହିଁ ଏହା ଘଟିବ ଆର ଭୟଙ୍କର ଭାବରେ ଘଟିବ କିନ୍ତୁ ଘଟିବାର କାରଣ ହେଉଛି ପାପ ଈଶ୍ୱରଙ୍କର ବିରୁଦ୍ଧରେ ଅତ୍ୟନ୍ତ ପାପ ଏବଂ ଈଶ୍ୱରଙ୍କର ବିରୁଦ୍ଧରେ ଯେଉଁ ସମସ୍ତ ବିଷୟ ଚାଲିଛି ତ ଏ ସମସ୍ତ ନିତାନ୍ତ ଘଟିବ ଏବଂ ଘଟିବା ଆବଶ୍ୟକ ଅଛି ବାଇବେଲ ତ ସେଟାକୁ ପ୍ରକାଶ କରୁଛନ୍ତି କିନ୍ତୁ ଯେଉଁମାନେ ତାଙ୍କର ବାକ୍ୟକୁ ମାନିବ ବାକ୍ୟ ଅନୁସାରେ ଚାଲିବ ସେ କାର୍ଯ୍ୟ କରିବ ଏ ସମସ୍ତ ଦୁର୍ଘଟଣାରୁ ହେଲେ ମଧ୍ୟ ସେହି ଶ୍ରେଣୀର ଲୋକମାନେ ସେହି ଶ୍ରେଣୀର ବିଶ୍ୱାସୀ ମାନେ ରକ୍ଷା ପାଇବେ ବୋଲି ଲେଖା ଅଛି ରକ୍ଷା ପାଇବେ ଆଉ ସେଇ କଥା ଆମେ ପ୍ରକାଶିତ ବାକ୍ୟ 3:10 ପଦରେ ଅଛି ସେଇ କଥା ପ୍ରଥମ ଥେସଲୋନିକୀୟ 1:10 ପଦରେ ଅଛି ତ ସେଥିପାଇଁ ଅନେକ ଲୋକମାନେ ବିଶ୍ୱାସ କରନ୍ତି ଯେ ଯେଉଁମାନେ ବିଶ୍ୱସ୍ତ ଭାବେ ପ୍ରାର୍ଥନାରେ ଲାଗି ରହିଛନ୍ତି ସେମାନେ ରକ୍ଷା ପାଇବେ ହଁ ସେଟା ସତ କଥା ଆଉ ମଣ୍ଡଳୀରେ ମହାକ୍ଲେଶ ଆସିବ ଆଉ ସେ ସମୟ ରୂପାନ୍ତରିତ ମଧ୍ୟ ଆକାଶକୁ ନିଆଯିବ ରୂପାନ୍ତରିତ ହେବ ଇତ୍ୟାଦି 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 ତ ଆମେ ଦେଖିବା ଯେ 2000 ବର୍ଷ ତଳେ ପ୍ରଭୁ ଯେଇ କଥାକୁ ପ୍ରକାଶ କରିଥିଲେ ବା ଅଧିକ ହବ ଆମେ ଦେଖୁଛୁ ପୃଥିବୀ ବ୍ୟାପୀ ବର୍ତ୍ତମାନ ସଂକଟ ବିଭିନ୍ନ ପ୍ରକାର ସଂକଟ ଖାଦ୍ୟ ସଂକଟ ଆମେ ଦେଖୁଛୁ ଦାରିଦ୍ରତା ବଢ଼ି ବଢ଼ି ଚାଲିଛି ଅନଏମ୍ପ୍ଲୟମେଣ୍ଟ ଚିନ୍ତା ପୁରା ଦେଶକୁ ଘାରି ପକାଇଲାଣି ବିଭିନ୍ନ ଭାବରେ ଆମେ ଦେଖୁଛୁ ଲୋକମାନେ ମଧ୍ୟ ଭାରଗ୍ରସ୍ତ ହୋଇ ପଡ଼ୁଛନ୍ତି ବିଶେଷ କରି ଦରିଦ୍ର ଏବଂ ମିଡିଲ କ୍ଲାସେସ୍ ପୁଅର ଏବଂ ମିଡିଲ କ୍ଲାସେସ୍ ଲୋକମାନେ ଅତ୍ୟନ୍ତ ଜୀବିକାର ଚିନ୍ତାରେ ଧନୀମାନେ ତ ଧନୀ ଆହୁରି ଧନୀ ହେଉଛନ୍ତି এই ସମସ୍ତ ଅଭାବର ତାଡ଼ନା ଯେତେବେଳେ ବିଶ୍ୱାସୀମାନଙ୍କୁ ବା ଈଶ୍ୱରଙ୍କର ଭକ୍ତ ପରିବାର ଗୁଡ଼ିକୁ ନିୟମିତ ସଭା ସମିତିରେ ଯୋଗଦାନ କରିବା ପାଇଁ ଅନେକ ସମୟ ଶାସ୍ତ୍ର ପାଠ କ୍ୱାଇଟ୍ ଟାଇମ୍ ପ୍ରାର୍ଥନାରେ ସମୟ ସେମାନେ ଦେବାକୁ ପାରୁନାହାନ୍ତି କାହିଁକି ନା ପେଟର ଚିନ୍ତା ଜୀବିକାର ଚିନ୍ତା ଅନ୍ୟଦିକେ ଆମେ ଦେଖୁଛୁ ଯେଉଁମାନଙ୍କର ପାଖରେ ପ୍ରଚୁର ଟଙ୍କା ପଇସା ଅଛି ଆଉ ସେମାନେ ମଧ୍ୟ ଭୋଗ ବିଳାସରେ ବହୁତ ସମୟ କଟାଉଛନ୍ତି ସେମାନଙ୍କର ଡିମାଣ୍ଡ ବଢ଼ି ବଢ଼ି ଚାଲିଛି ସେମାନେ ଯେମିତି ମାତାଳ ହୁଏ ଭୋଗ ବିଳାସରେ ସେ ପ୍ରକାର ସେମାନେ ମତ୍ତ ହେଇକି ଉଠୁଛନ୍ତି ଜଗତରେ ନାନା ପ୍ରକାର ଆମୋଦ ପ୍ରମୋଦର ସୁଯୋଗ ଅଛି ଆଉ ସେ ସୁଯୋଗ ସେମାନେ ନେଉଛନ୍ତି କାରଣ ସେମାନେ ଧନୀ ଶ୍ରେଣୀର ଲୋକମାନେ ତ ଗୋଟିଏ ପଟେ ଆମେ ଦେଖୁଛୁ ଦରିଦ୍ର ଏବଂ ମିଡିଲ କ୍ଲାସ ମଧ୍ୟବିତ୍ତ ଲୋକମାନେ ଆଉ ଗୋଟିଏ ପଟେ ଆମେ ଦେଖୁଛୁ ଯେ ହାଇ କ୍ଲାସ ରିଚ୍ ଧନୀ ଲୋକମାନଙ୍କର କଥା ତ এই ସମସ୍ତ ଆମେ ଦେଖୁଛୁ ଉଭୟ ଶ୍ରେଣୀ ଲୋକମାନେ
କିଏ ତ ଭୋଗ ବିଳାସରେ, କିଏ ତ ଜୀବିକାର ଚିନ୍ତାରେ। এই দুই সম্প্রদায় পরিপূর্ণ চিন্তায় পরিপূর্ণ। প্রভু এই সমস্ত বিষয় পাই ଆମକୁ ସାବଧାନ କରିଛନ୍ତି। ଏ ସମସ୍ତ ବିଷୟ ପାଇଁ ପ୍ରଭୁ ଆମକୁ ସତର୍କ କରିଛନ୍ତି। କିନ୍ତୁ ଏଇପରି ଗୋଟେ ଏମିତି ଅବସ୍ଥା କେହି ପ୍ରଭୁଙ୍କର ଏଇ ଆଗମନ ପାଇଁ ବା ପ୍ରଭୁଙ୍କର ସମ୍ମୁଖରେ ମନୁଷ୍ୟପୁତ୍ରଙ୍କ ସମ୍ମୁଖରେ ଯେଦିନ ଆମକୁ ଛିଡ଼ା ହେବାକୁ ପଡ଼ିବ, ସେଥିପାଇଁ ଶକ୍ତି ଦରକାର, ପ୍ରସ୍ତୁତି ଦରକାର। ସେ ବିଷୟରେ କାହାର ବିଶେଷ ଚିନ୍ତା ଦେଖାଯାଉ ନାହିଁ। ଅପ୍ରସ୍ତୁତ ଜୀବନ କାଟୁଛନ୍ତି। ଏ ଅବସ୍ଥା ଖାଲି ଯେ ଆମର ଓଡ଼ିଶାରେ ତା ନୁହେଁ। ମୁଁ ଯେତେବେଳେ ୱେଷ୍ଟ ବେଙ୍ଗଲର ବିଭିନ୍ନ ବଡ଼ ବଡ଼ ମଣ୍ଡଳୀ ବା ବଡ଼ ଛୋଟ ମଣ୍ଡଳୀ ବିଭିନ୍ନ ଜାଗାରେ ସେବା କରୁଥିଲି, ଦେଖୁଛି ବଡ଼ ବଡ଼ ପାଳକ ପ୍ରଚାରକ ମାନଙ୍କର ମଧ୍ୟରେ ମଧ୍ୟ ଏଇ ଶିଥିଳତା ଦେଖାଯାଉଛି। ଆଉ এটা ଆସିବ, ଲେଖା ଅଛି ଯେ ଭୂତଳ ନିବାସୀ ଅର୍ଥାତ୍ ଯେଉଁମାନେ এই ପୃଥିବୀରେ ବାସ କରୁଛନ୍ତି ସେମାନଙ୍କର ଉପରେ ଏ ବିଷୟଟା ଆସି ପଡ଼ିବ। ଗାଡ଼ିର ଯେଉଁ ଚକା ସେଇଭଳିଆ ସମୟର ଗତିରେ ଆବର୍ତ୍ତିତ ହେଇ ଚାଲିଛି। ବିଭିନ୍ନ ପ୍ରକାର ଭାବେ ଲୋକମାନେ ବ୍ୟସ୍ତ 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 ବ୍ୟସ୍ତ, ସମୟ ନାହିଁ। ପ୍ରତ୍ୟେକ ମନୁଷ୍ୟର କର୍ମସୂଚୀ ଆପଣ ଆଲୋଚନା କରନ୍ତୁ, ଦେଖିବେ ବଡ଼ ଆଶ୍ଚର୍ଯ୍ୟ। ମୁଁ ଅଣ୍ଡରଲାଇନ୍ କରିଛି ମୋ ନୋଟରେ, ଈଶ୍ୱର ସମ୍ବନ୍ଧୀୟ ସମସ୍ତ ବିଷୟରୁ ତାଙ୍କର ବାଦ ପଡ଼ିଯାଉଛି। କଠିନ ପରିଶ୍ରମ, କଠିନ ପରିଶ୍ରମ, କଠିନ। ପିଲାମାନେ 98% ପାଇଲେ ବି ତାର ବାପା କହୁଛନ୍ତି 100% ପାଇବା କଥା, 98% କେମିତି ଆସିଲା? ଆରେ 98% ପାଇଛନ୍ତି, ତାକୁ ଟିକେ ଧନ୍ୟବାଦ ଦିଆଯାଉ, ତାକୁ ଟିକେ ଏନକରେଜ କରାଯାଉ। 99% ପାଇଲେ କ'ଣ କହିଥାନ୍ତେ 100%? ତ ବିଭିନ୍ନ ପ୍ରକାର ଭାବେ ଆମେ ଦେଖୁଛୁ କ୍ରମଶଃ ଈଶ୍ୱର ସମ୍ବନ୍ଧୀୟ ଗଡଲି ଫିୟର, ଗଡଲି ଲାଇଫ କାଟିବା ପାଇଁ ତାଙ୍କର ସମୟ ନାହିଁ। ଗଡଲି ବିଷୟକୁ ଶିଖିବା ପାଇଁ ତାଙ୍କ ସମୟ ନାହିଁ। ସେଇଟା ତାଙ୍କର ଧନୀ ଗରିବ ମିଡିଲ କ୍ଲାସ ଲୋକଙ୍କ କାର୍ଯ୍ୟସୂଚୀରୁ ସେ ବାଦ ପଡ଼ିଯାଉଛି। କ'ଣ ହେଉଛି? ବିଳାସ ପ୍ରିୟ, କଠିନ ପରିଶ୍ରମ, ଜୀବିକାର ଚିନ୍ତାରେ সময়টা ଧୀରେ ଧୀରେ ଅତିବାହିତ ହେଇକି ଚାଲିଛି। ତ এই ପ୍ରକାର ଶ୍ରେଣୀ ଲୋକମାନଙ୍କୁ ପ୍ରଭୁ ତାଙ୍କର ସତର୍କବାଣୀ କହୁଛନ୍ତି ଯେ ତମମାନେ ନିଜ ନିଜ ବିଷୟ ସାବଧାନ ହୁଅ, କାରଣ ଯେତେବେଳେ ପ୍ରସ୍ତୁତ ରହିବ ନାହିଁ ସେତେବେଳେ ତାଙ୍କର ଆଗମନ ହବ। ତାଙ୍କର ଆଗମନର ଦିନ ହଠାତ୍ ଉପସ୍ଥିତ ହେବ। ଯଦି ଏ ଦେଶର ବା ଏ ଯେଉଁ ପରିସ୍ଥିତି ସବୁ ଚାଲିଛି, ଯେ ସ୍ରୋତ ଚାଲିଛି, ଏଥିରେ ଯଦି ଆମେ ଭାସି ଯାଉ ତାହେଲେ କେବେ ଆମେ ତାଙ୍କର ସେ ଆଗମନର ଅଂଶୀ ହେବାକୁ ପାରିବା ନାହିଁ। ଗୋଟେ ମାଛ, ଭଲ ମାଛ, ତାଙ୍କ ଭିତରେ ଗୋଟେ ଶକ୍ତି ରୁହେ, ଜୀବନ ରୁହେ। ନଦୀର ବା ନଈର ପାଣି ଯେଉଁ ପଟେ ଯାଉଛି, ସେଇ ପାଣିର ଏଗେନ୍ଷ୍ଟରେ ସେ ସାଇଡରେ ଛିରଛିରକି ଉଠି ଉଠି ଯିବାକୁ ଚେଷ୍ଟା କରେ। କାରଣ ତାର ଆଶା କ'ଣ ଯେ ଏଇ ଜାଗାରେ କମ୍ ପାଣି ଅଛି। ପାଣିର ବିପରୀତେ ଯେତେବେଳେ ସେ ଯିବାକୁ ଚେଷ୍ଟା କରେ, ତାର ଆଶା କ'ଣ? ଆଶା ଯେ ଏକ ମହା ନଦୀରେ ମୁଁ ଯାଇକିରି ସେଠି ଶାନ୍ତ ପରିବେଶ, ବଡ଼ ଜଳାଶୟ, ଆଉ ସେ ଜାଗାରେ ସେ ପ୍ରବଳ ବେଗରେ ସେ ଇଚ୍ଛା ମতো ଚଲାଫେରା କରିବାର ଉଦ୍ଦେଶ୍ୟ ନେଇ ଆଉ ସେ ନଦୀର ବିପରୀତ ଢେଉରେ ସେ ଯିବାକୁ, ପ୍ରବଳ ବେଗରେ ସେ ଯିବାକୁ ଚେଷ୍ଟା କରେ, ବିକଜ ତାଙ୍କର ଜୀବନ ଅଛି। କିନ୍ତୁ ଯଦି ସେଟା ଦୁର୍ବଳ ହେଇଯାଏ, ଶିଥିଳ ହେଇଯାଏ,
ହାଇଲିଆ ହେଇଯାଏ, ସେ ପାରିବ ନାହିଁ। ଆଉ ଯଦି ମରିଯାଏ ତାହେଲେ ତ ସେ ସ୍ରୋତର ସହିତ ଭାସି ହେଇକି ଚାଲିଯିବ, ସ୍ରୋତ ଯୁଆଡ଼େ ଯାଉଛି। ଠିକ୍ ଆମମାନଙ୍କର ବ୍ୟକ୍ତିଗତ ଜୀବନ ଆଜି ସେଇ ପ୍ରକାର ହେଇଯାଇଛି। ଆଇଦର ଆମେ ବଳିଷ୍ଠ ଅର୍ ଆମମାନେ ବହୁତ ଦରିଦ୍ର, ଦୁର୍ବଳ, ଶିଥିଳ, ଅଳସ, ଏଇ ଯେଉଁ ଘଟଣା ସ୍ରୋତରେ ଆଜି ଆମେ ଭାସି ଯାଉଛୁ, ଯାହାଫଳରେ ଆମ ଭିତରେ ଈଶ୍ୱରୀୟ ଭୟ ବା ଈଶ୍ୱରୀୟ ଜୀବନର ଯେଉଁ ପ୍ରବାହ ବହିବା କଥା, ଈଶ୍ୱରୀୟ ଯେଉଁ ଅଭିଷେକ, ଗଡଲି anointation, সেটা আস্তে আস্তে କ'ଣ ହେଉଛି? ମଳିନ ହେଇଯାଉଛି, ପ୍ରବାହଟା ବନ୍ଦ ହେଇଯାଉଛି। ଏଇଟା ବୁଝିବାକୁ ପଡ଼ିବ। ଏବଂ ଈଶ୍ୱରଙ୍କର ବାକ୍ୟରେ, ବାକ୍ୟ ପଢ଼ିଲେ ଆମେ ବେଶ ବୁଝିବାକୁ ପାରୁଛୁ ଯେ ତାଙ୍କର ଦ୍ୱିତୀୟ ଆଗମନରେ ତାଙ୍କର ଆମେ ସାକ୍ଷାତରେ ଦଣ୍ଡାୟମାନ ହେବା ପାଇଁ ଗୋଟେ ଯୋଗ୍ୟତା ଦରକାର। ଆମେ ଯେମିତି କହୁ, ଲର୍ଡ ୟୁ ଆର୍ ସୋ ଗୁଡ୍, ୟୁ ଆର୍ ଅସମ୍ ଗଡ୍, ୟୁ ଆର୍ worthy to receive, worthy, the word worthy to receive our praises and glory and honor। ଅର୍ଥାତ୍ ପ୍ରଭୁ ତମେ ଏକମାତ୍ର ପରମେଶ୍ୱର, ଯିଏକି ଆମମାନଙ୍କର ପ୍ରତ୍ୟେକଙ୍କର ଆରାଧନା, ଉପାସନା, ପ୍ରଣାମ ପାଇବାର ଯୋଗ୍ୟ। ତ ସେମିତି ଆମକୁ ମଧ୍ୟ ଗୋଟେ ଯୋଗ୍ୟତା ହାସିଲ କରିବାକୁ ପଡ଼ିବ ତାଙ୍କ ନିକଟରେ ଉଭା ହେବା ପାଇଁ ବା ତାଙ୍କ ନିକଟରେ ଦଣ୍ଡାୟମାନ ହେବା ପାଇଁ। ଯୋଗ୍ୟତା ପ୍ରୟୋଜନ। ପ୍ରକାଶିତ ବାକ୍ୟ 19 ଅଧ୍ୟାୟ 7 ଏବଂ 8 ପଦରେ ଲେଖା ଅଛି, କାରଣ ମେଷ ଶାବକଙ୍କର ବିବାହ ଉପସ୍ଥିତ ହେଲା ଏବଂ ତାହାର ଭାର୍ଯ୍ୟା ଆପଣାକୁ ପ୍ରସ୍ତୁତ କଲେ। ତ ବିବାହ ଯେତେବେଳେ ସେତେବେଳେ ହୁଏ ନାହିଁ, ପାର୍ଟିକୁଲାର ଗୋଟେ ସମୟ ଏବଂ ବୟସ ଆଉ ଦିନ, ଆଉ ସେଇ ଲେଭେଲକୁ ଗଲେ ପିତାମାତା ମାନେ ପୁଅ ଝିଅ ପାଇଁ ଆଉ ତା ପାଇଁ ଚିନ୍ତା କରନ୍ତି ଆଉ ପ୍ରସ୍ତୁତ ହୁଅନ୍ତି। ତ ଏଠି ମଣ୍ଡଳୀ ଆପଣାକୁ ପ୍ରସ୍ତୁତ କଲେ। ଆଜି ମୁଁ ନିଜକୁ ପ୍ରଶ୍ନ କରେ, ମଣ୍ଡଳୀ ବିଶ୍ୱାସୀ ମାନଙ୍କୁ ନେଇକରି ତାଙ୍କର କନ୍ୟା, ତାଙ୍କର ଭାର୍ଯ୍ୟା, ମୁଁ ଆଜି କୋଉ ଅବସ୍ଥାରେ, ଶିଥିଳ ଅବସ୍ଥାରେ ନା ଅଳସ ଅବସ୍ଥାରେ ନା ବଳିଷ୍ଠ ଅବସ୍ଥାରେ, କୋଉ ଅବସ୍ଥାରେ ଅଛି ମୋର ତ୍ରାଣକର୍ତ୍ତାକୁ ମିଟ୍ କରିବା ପାଇଁ, ତାଙ୍କର ସମ୍ମୁଖରେ ଛିଡ଼ା ହେବା ପାଇଁ? ଏଠି ଲେଖା ଅଛି ଭାର୍ଯ୍ୟା ଆପଣଙ୍କୁ ପ୍ରସ୍ତୁତ କର। ତାହେଲେ ପ୍ରସ୍ତୁତ କରିବାକୁ ପଡ଼ିବ। ଆଉ ପ୍ରସ୍ତୁତି ଗୋଟେ ଦିନରେ ହୁଏ ନାହିଁ। ପ୍ରସ୍ତୁତି ମାସ ପରେ ମାସ, ଦିନ ପରେ ଦିନ, ବର୍ଷ ପରେ ବର୍ଷ। ଇଟ୍ ଟେକ୍ସ ଟାଇମ୍। ଗୋଟେ ପିଲା ଜନ୍ମ ହେଲା ପରେ ସାଙ୍ଗେ ସାଙ୍ଗେ ବଳିଷ୍ଠ ହୁଏ ନାହିଁ। ଯଥେଷ୍ଟ ତାକୁ ତାର କେୟାର ନେବାକୁ ପଡ଼େ ଏବଂ ପ୍ରୋଟିନ୍, ମିନେରାଲ ବା ବିଭିନ୍ନ ପ୍ରକାର ଉତ୍ତମ ଖାଦ୍ୟ ଦେଲେ ପାଇଲେ ସେ ବଳିଷ୍ଠ ହେବେ। ଠିକ୍ ସେଇ ପ୍ରକାର ଆମମାନଙ୍କର ବ୍ୟକ୍ତିଗତ ଜୀବନରେ ପ୍ରଭୁଙ୍କୁ ସାକ୍ଷାତ କରିବା ପାଇଁ, ପ୍ରଭୁଙ୍କର ସମ୍ମୁଖରେ ଛିଡ଼ା ହେବା ପାଇଁ ଦ୍ୱିତୀୟ ଆଗମନ ପ୍ରସ୍ତୁତ ହେବା ନିତାନ୍ତ ପ୍ରୟୋଜନ। ଆଉ ଲେଖା ଅଛି, আর এই বর দত্ত ହେଲା ଯେ ସେ ଉଜ୍ଜଳ ଓ ସୂଚି ମସିଣା ବସ୍ତ୍ରରେ ଆପଣାକେ ସଜ୍ଜିତ କଲେ। ପ୍ରିୟ ମଣ୍ଡଳୀ, ପ୍ରସ୍ତୁତି ଭିତରେ ମଧ୍ୟ ଏଇଟା ଗୋଟେ ବିଷୟ ରହିଛି ଯେ ଗୋଟେ ବିଶ୍ୱାସୀକୁ ଈଶ୍ୱରଙ୍କ ସହିତ ସାକ୍ଷାତ କରିବାକୁ ହେଲେ ତାର ଗୋଟେ ପୋଷାକ ମଧ୍ୟ ଦରକାର। ଯେମିତି ବିବାହ ବସ୍ତ୍ର ଦରକାର, ସେମିତି ଏଠି এই ବିବାହ ବସ୍ତ୍ର ବିଷୟରେ ଏଠି ଲେଖା ଅଛି ଏବଂ ମସିଣା ବସ୍ତ୍ର ବିଷୟରେ ମଧ୍ୟ ଲେଖା ଅଛି। ଦୁଇଟି ବିଷୟ। ସେ ଉଜ୍ଜଳ ଓ ସୂଚି ମସିଣା ବସ୍ତ୍ରରେ ଆପଣାକୁ ସଜ୍ଜିତ କଲେ। ମେଷଶାବକଙ୍କର ଭାର୍ଯ୍ୟା ହିସାବରେ ତାଙ୍କ ସହିତ ମିଳିତ ହେବାକୁ ହେଲେ ଉଜ୍ଜଳ ଓ ସୂଚି ମସିଣା ବସ୍ତ୍ର ଆବଶ୍ୟକ ରହିଛି। ହେଲେ ଏଇ ମସିଣା ବସ୍ତ୍ରଟା କ'ଣ? ମସିଣା ବସ୍ତ୍ର ଅନେକଙ୍କର ମତରେ ଏଇ ବସ୍ତ୍ର
ମାଥିଉ 22 ଅଧ୍ୟାୟ 11 ପଦକୁ ସେମାନେ ବିଶ୍ଳେଷଣ କରନ୍ତି ବା ମାଥିଉ ବିବାହ ବସ୍ତ୍ର ମସିଣା ବସ୍ତ୍ରକୁ। କିନ୍ତୁ ପ୍ରିୟ ମଣ୍ଡଳୀ, ପ୍ରିୟ ଈଶ୍ୱରଙ୍କର ଦାସଦାସୀ ମାନେ, ପରିତ୍ରାଣ ଏଇଟା ଗୋଟେ ଡକ୍ଟ୍ରିନ୍। Salvation is not enough to stand before my Lord, before our God. ପରିତ୍ରାଣ ଯଥେଷ୍ଟ ନୁହେଁ ଈଶ୍ୱରଙ୍କର ନିକଟରେ ଛିଡ଼ା ହେବା ପାଇଁ। ପରିତ୍ରାଣ ଯଥେଷ୍ଟ ନୁହେଁ ତାଙ୍କୁ ସାକ୍ଷାତ କରିବା ପାଇଁ। ପ୍ରସ୍ତୁତ ହେବାକୁ ପଡ଼ିବ। ତ ଅର୍ଥାତ୍ ଲୋକଙ୍କର ହେଇପାରେ ମନେ ଯେ ମୁଁ ପରିତ୍ରାଣ ପାଇଛି, ଆଇ ଗଟ୍ ଏ ଲାଇସେନ୍ସ, ମୁଁ ଯାହା କଲେ ବି ଜଗତରେ ମୋର ପ୍ରଭୁଙ୍କ ପାଖକୁ ମୁଁ ଯାଇପାରିବି, ମୁଁ ପ୍ରଭୁଙ୍କ ସହିତ ସାକ୍ଷାତ କରିପାରିବି। ନେଭର। ଆନ୍ସର ହେଉଛି ନୋ। ଆମେ ପରିତ୍ରାଣ ପାଇଛୁ। ମୁଁ କାଲି ଏଇ କଥା ମୋର ବିଲାବେଡ୍ ମିସେସ୍ ପ୍ରତିଭା ସହ କଥାବାର୍ତ୍ତା ହେଉଥିଲି ଯେ ପ୍ରତିଭା ଟ୍ରକ୍ ନିଚେ ଗୁଡ଼ାଏ ସ୍ପ୍ରିଙ୍ଗ ଥାଏ, ପ୍ରାୟ 12ଟା 14ଟା ସ୍ପ୍ରିଙ୍ଗ ଗୋଟିଏ ପଟରେ ଥାଏ, ଏପଟେ ବି ଦୁଇ ପଟରେ, କାହିଁକିନା ଭାରସାମ୍ୟକୁ ବାଲାନ୍ସ କରିବା ପାଇଁ। ଏବଂ ସେ ସ୍ପ୍ରିଙ୍ଗଟା ଇସ୍ପାତ, ତାକୁ ଯଦି ଆମେ ଆଣିକିରି କାମାର ପାଖରେ ଯାଇକିରି ଆମେ ଯଦି ତାକୁ ଅସ୍ତ୍ର ତୈରି କରୁ, ବହୁତ ସୁନ୍ଦର ଅସ୍ତ୍ର, ଧାରାଳ ଅସ୍ତ୍ର ହୁଏ, ଭୟଙ୍କର ସାର୍ପ ହୁଏ। କିନ୍ତୁ ତାକୁ ଯଦି ଆମେ ରଖିଦଉ, ୟୁଜ୍ ନ କରୁ, ତ ଯାହା ବି ତୈରି ହେଲା, କୁରାଡ଼ି ହଉ, କାଟାରୀ ହଉ, ଛୁରୀ ହଉ, ଯାହା ବି ହଉ, ତାକୁ ଯଦି ଆମେ ରଖିଦଉ, କ'ଣ ହବ? ସେଟା ଯେତେ ଭଲ ଅସ୍ତ୍ର ହୋଇଥାଉ, ତାର ନା କାଟାରୀ, ତାର ନା ଛୁରୀ, ଯଦି ଆମେ ତାକୁ ରଖିଦଉ, ଯଦି ତାକୁ ୟୁଜ୍ ନ କରୁ, ଜଙ୍ଗ ଧରିଯିବ, ଅନୱାର୍ଦି, ବ୍ୟବହାର ଅନୁପଯୋଗୀ ହେଇଯିବ। ଠିକ୍ ସେଇ ପ୍ରକାର ଆମର ଜୀବନ। ଆମେ ଅର୍ଥାତ୍ ପରିତ୍ରାଣ ପ୍ରାପ୍ତ ଲୋକମାନେ, ପରିତ୍ରାଣ ପାଇଛି, ବାଇବେଲରେ ସେ ଘଟଣା ଅଛି, ଆମେ ଆଲୋଚନା କରିବା, କିନ୍ତୁ ଦ୍ୱିତୀୟ ଆଗମନ ପାଇଁ ଅଯୋଗ୍ୟ ହେଇଗଲେ। କିନ୍ତୁ ଏ ସ୍ଥାନରେ ଈଶ୍ୱରଙ୍କ ବାକ୍ୟ ଯଦି ଆମେ ଭଲ ଭାବେ ଲକ୍ଷ୍ୟ କରୁ, ଆମେ ଦେଖିବା ଏଇ ଯୋଉ ମସିଣା ବସ୍ତ୍ର ହେଉଛି ପ୍ରକାଶିତ ବାକ୍ୟ 19:8 ଅନୁସାରେ ଏଇ ମସିଣା ବସ୍ତ୍ର ହେଉଛି ପବିତ୍ର ମାନଙ୍କର ଧର୍ମାଚରଣ। I want to emphasize in this matter. ପବିତ୍ର ମାନଙ୍କର ଧର୍ମାଚରଣ। ପ୍ରକାଶିତ ବାକ୍ୟ 19:8 ଲେଖା ଅଛି ଯେ ଏଇ ମସିଣା ବସ୍ତ୍ର ହେଉଛି ପବିତ୍ର ଲୋକମାନେ। କୋଉମାନେ ପବିତ୍ର ଲୋକମାନେ? ଏବଂ ସେମାନେ ତାଙ୍କର ଯୋଉ ଆଚରଣ, ତାଙ୍କର ଯୋଉ ବ୍ୟବହାର, ତାଙ୍କର ଯୋଉ ଚାଲିଚଳନ, ତାଙ୍କର ଯୋଉ ଖିଆପିଆ, ତାଙ୍କର ଯୋଉ ପୋଷାକ, ତାଙ୍କର ଯୋଉ ଦୀକ୍ଷା ଶିକ୍ଷା, ରିଲେସନସିପ with society, relationship with God, relationship with people, ଆଚରଣ, ଏଇଟା ହେଉଛି ମସିଣା ବସ୍ତ୍ର। ଆଉ ତାକୁ ଇଂରେଜୀ ଲାଇଲେନ୍ କ୍ଲଥ୍ସ। ତ এটা অত্যন্ত গুরুত্বপূর্ণ। ଆଉ ଏ ବିଷୟରେ ମତେ ଟିକେ ପଢିକିରି ସାହାଯ୍ୟ କରିବେ। ଆମେ ଦେଖିବା ପବିତ୍ର ମାନଙ୍କର ଧର୍ମାଚରଣ କ'ଣ ଏବଂ କୋଉମାନେ ପବିତ୍ର ଲୋକମାନେ, କୋଉମାନେ ପବିତ୍ର ଲୋକମାନେ। ଆମେ ଦିନେ ଜାଣୁ ଯେତେବେଳେ ଆମେ ଅନ୍ୟାୟ କରିଥିଲୁ, ପାପ କରୁଥିଲୁ, ପ୍ରଭୁଙ୍କ ବିରୁଦ୍ଧରେ ସମସ୍ତ କାର୍ଯ୍ୟ କରୁଥିଲୁ, ଷ୍ଟିଲ୍ ଦେନ୍ ପ୍ରଭୁ କହୁଛି, ପ୍ରଭୁ ଆମକୁ ପ୍ରେମ କରୁଥିଲେ, ଆମେ ତାଙ୍କୁ ପ୍ରେମ କରିନୁ, ସେ ଆମକୁ ପ୍ରେମ କରିଛନ୍ତି, ସେ ଆମକୁ ପ୍ରେମ ଏବେ ବି କରୁଛନ୍ତି। ଦୋ ୱି ୱେଆର ସିନର, ଆଜି ମଧ୍ୟ ଭୁଲ କଲେ, ଆଜି ମଧ୍ୟ ପ୍ରଭୁ ଆମମାନଙ୍କୁ ଆଦର ସ୍ନେହ କରୁଛନ୍ତି, ଅପେକ୍ଷା କରୁଛନ୍ତି ଏ ଲୋକମାନେ ଫେରି ଆସିବେ। ତ ଯୋଉମାନେ ଅନୁତାପ କରିକିରି ପାପ ବିଷୟରେ ନିଶ୍ଚୟତା ପାଇଲେ, ଜ୍ଞାନ ପାଇଲେ, ପ୍ରଭୁଙ୍କ ନିକଟରେ ଅନୁତାପ କରି ଫେରି ଆସିଲେ ଏବଂ ତାଙ୍କର କୃଷି ଓ ମୃତ୍ୟୁ ପ୍ରାୟଶ୍ଚିତ୍ତକୁ ଆପଣାର କଲେ, ଦାବି କଲେ ଯେ ଏଇ କୃଷି ମୃତ୍ୟୁରେ କୌଣସି ଡିଟରଜେଣ୍ଟ ନୁହେଁ, କିନ୍ତୁ ଏଇ କୃଷି ମୃତ୍ୟୁରେ ପ୍ରଭୁଙ୍କର ରକ୍ତ ଦ୍ୱାରା ଆମେ ସୂଚି ହେଇପାରିବା।
ଏବଂ ଆଜି ମଧ୍ୟ ସେଇ ରକ୍ତରେ ଶକ୍ତି ଅଛି, ଜୀବନ ଅଛି। ଲୋକମାନେ ଯେତେବେଳେ ସେ ସ୍ଥାନକୁ ଯେତେ ଭୁଲ ଅନ୍ୟାୟ କଲେ ମଧ୍ୟ ଅନୁତାପ କରି ଫେରି ଆସିଲେ, ମୁଖରେ ସ୍ୱୀକାର କଲେ, ସେ ପବିତ୍ର ହେଇପାରୁଛନ୍ତି, ଧାର୍ମିକ ବୋଲି ଗଣନା କରୁଛନ୍ତି ପ୍ରଭୁ ବିଶ୍ୱାସ। ତ ସେଇ ଲୋକମାନେ ତାରପରେ କ'ଣ କରିବେ, କୋଉ ପ୍ରକାର ଆଚରଣ କରିବେ, ମତେ ଟିକେ ପଢିକି ସାହାଯ୍ୟ କରିବେ। କଲସ୍ୟ ତା 3 ଅଧ୍ୟାୟ, କଲସ୍ୟ ତା 3 ଅଧ୍ୟାୟ 12 ରୁ 17 ପଦ ପର୍ଯ୍ୟନ୍ତ କିଏ ଜଣେ ଓଡ଼ିଆରେ ଟିକେ ପଢିଦେବେ କି? ଅତଏବ ଈଶ୍ୱରଙ୍କ ମନୋନୀତ ସାଧୁ ଓ ପ୍ରିୟ ଲୋକ ହୋଇ କୋମଳ ହୃଦୟ, ଦୟା, ନମ୍ରତା, ମୃଦୁତା ଓ ଦୀର୍ଘ ସହିଷ୍ଣୁତା ପରିଧାନ କର। ପରସ୍ପର ପ୍ରତି ସହନଶୀଳ ହୁଅ। ଆଉ ଯଦି କାହାରି ବିରୁଦ୍ଧରେ କୌଣସି କଥା ଥାଏ, ତେବେ ଏକକୁ ଆରେକ କ୍ଷମା କର। ପ୍ରଭୁ ଯେପରି ତୁମମାନଙ୍କୁ କ୍ଷମା କରିଅଛନ୍ତି, ତୁମ୍ଭେମାନେ ମଧ୍ୟ ସେହିପରି କର। ଆଉ ଏହି ସମସ୍ତ ଉପରେ ପ୍ରେମକୁ ପରିଧାନ କର, ଏହା ସିଦ୍ଧ ଅବସ୍ଥାର ବନ୍ଧନ ସ୍ୱରୂପ। ପୁଣି ଖ୍ରୀଷ୍ଟଦତ୍ତ ଯେଉଁ ଶାନ୍ତି ଭୋଗ କରିବା ନିମନ୍ତେ ତୁମେମାନେ ଏକ ଶରୀର ସ୍ୱରୂପ ଆହୁତ ହୋଇଅଛ, ତାହା ତୁମମାନଙ୍କ ହୃଦୟରେ ରାଜତ୍ୱ କରୁ। ପୁଣି ତୁମେମାନେ ଧନ୍ୟବାଦ ଦିଅ। ଖ୍ରୀଷ୍ଟଙ୍କ ବାକ୍ୟ ପ୍ରଚୁର ଭାବେ ତୁମମାନଙ୍କ ଠାରେ ବାସ କରୁ। ତୁମେମାନେ ପରସ୍ପରକୁ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଓ ଚେତନା ଦିଅ। ପୁଣି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗୀତ, ସ୍ତୋତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା କୃତଜ୍ଞ ହୃଦୟରେ ଗାନ କର। ଆଉ ବାକ୍ୟ କି କର୍ମରେ ତୁମେମାନେ ଯାହା କିଛି କର, ସେ ସମସ୍ତ ପ୍ରଭୁ ଯୀଶୁଙ୍କ ନାମରେ କରି ତାହାଙ୍କ ଦ୍ୱାରା ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦିଅ। ଧନ୍ୟବାଦ, ପ୍ରେଜ ଦ ଲର୍ଡ ଭଉଣୀ। ତ ଏଇ ସ୍ଥାନରେ ଆମେ କ'ଣ ଦେଖୁଛୁ, କୋଉ ଲୋକମାନଙ୍କୁ କହୁଛନ୍ତି? ଆପଣ ଯଦି ଏଇ କଲସ୍ୟ 3 ଅଧ୍ୟାୟ 1 ରୁ ବି ପଢିବେ, 1 ରୁ ବି ପଢିବେ, ଦେଖିବେ ଲେଖା ଅଛି ଯେ ଅତଏବ ତମାନେ ଖ୍ରୀଷ୍ଟଙ୍କ ସହିତ ଉତ୍ଥାପିତ ହୋଇଅଛ, ଅର୍ଥାତ୍ ଆମମାନେ ଯେତେବେଳେ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ନେଲୁ, ରୋମିଓ 6 ଅଧ୍ୟାୟ ବାପ୍ତିସ୍ମର ଗଭୀର ଅର୍ଥ, ସେଟା ମୋର ଟପିକ ନୁହେଁ, ଗଭୀର ଅର୍ଥ ଅଛି। ତାହେଲେ ବର୍ତ୍ତମାନ ଯେଉଁମାନେ ପାଣିରୁ ବାହାରିକି ଆସିଲେ, ଖାଲି ଆମେ ସେଠି ବୁଡ଼ି ଗଲୁ, ଗାଧୋଇଲୁ ତା ନୁହେଁ, କିନ୍ତୁ ତାର ଏକ ସ୍ପିରିଚୁଆଲ ଆତ୍ମିକ ଗଭୀର ଅର୍ଥ ରହିଛି। ତ ଖ୍ରୀଷ୍ଟଙ୍କ ସହିତ ଆମେ ପୁନରୁତ୍ଥିତ, ଅର୍ଥାତ୍ ଖ୍ରୀଷ୍ଟ ଯେପରି ଆମମାନଙ୍କର ପାପ ନିମନ୍ତେ କ୍ରୁଶାରୋପିତ ହେଲେ, ସମାଧିସ୍ଥ ହେଲେ, ଏବଂ ତୃତୀୟ ଦିବସେ ଗୋଟେ ଅଲଗା ଶରୀର, ସେଟା ଆଉ ରକ୍ତ ମାଂସ ଶରୀର ନୁହେଁ, ସମ୍ପୂର୍ଣ୍ଣ ଡିଫରେଣ୍ଟ। ଘର ଦ୍ୱାର ବନ୍ଦ ଥିଲେ ମଧ୍ୟ ଆଉ ସେ ପଶି ପାରୁଥିଲେ, ଦେଖା କରିପାରୁଥିଲେ ଲୋକମାନଙ୍କ ସହିତ, ଶିଷ୍ୟମାନଙ୍କ ସହିତ। ଆମମାନେ ମଧ୍ୟ ସେ ପ୍ରକାର ଆତ୍ମିକ ଚିନ୍ତାଧାରା ନେଇ ଆମେ ପାଣି ଭିତରୁ ବାହାରି ଆସିଲୁ ଯେ ଆଜିଠାରୁ ଆମମାନେ ପାପ ବିଷୟ ମୃତ, ଉତ୍ଥାପିତ ହେବାର ଗଭୀର ଅର୍ଥ। ତାହେଲେ ଆମେ ତାଙ୍କର ଦେଇଥିବା, ତାଙ୍କର ଶିଖାଇଥିବା, ତାଙ୍କର ଲିପିବଦ୍ଧ କରୁଥିବା ଶିକ୍ଷାକୁ ଆମେ ଅନୁସରଣ କରିବା ଦରକାର, ଖାଇବା ଦରକାର, ପିଇବା ଦରକାର, ପିନ୍ଧିବା ଦରକାର, ଚେଷ୍ଟା କରିବା ଦରକାର। କାରଣ ଲେଖା ଅଛି ଯେ ଉର୍ଦ୍ଧ୍ୱସ୍ଥ ବିଷୟକୁ ଭାବ। ପୃଥିବୀରେ ଯଦିଓ ଆମେ ଅଛୁ, ପୃଥିବୀରେ ଲୋକମାନଙ୍କ ମଧ୍ୟରେ, କିନ୍ତୁ ଆମର ଆତ୍ମିକ ଶକ୍ତି, ଆତ୍ମିକ ବିଷୟ ଖ୍ରୀଷ୍ଟଙ୍କ ଠାରେ ଗୁପ୍ତ ହେଇକରି ଅଛି। ଆଉ ସେଇଟାକୁ ଆମକୁ ଗ୍ରହଣ କରିବାକୁ ପଡ଼ିବ। ପୃଥିବୀରେ ଥିଲେ ମଧ୍ୟ, ଜୀବିକା ଅର୍ଜନ କଲେ ମଧ୍ୟ ମାନସିକ ଅଭିଳାଷରେ ଆମମାନଙ୍କୁ ଚାଲିବାକୁ ହବ ନାହିଁ, କାହିଁକିନା ସେ ବିଷୟ ଆମେ ମରିଛୁ। ଆଉ ଆମେ ଯୋଉ ଜୀବନ ପାଇଛୁ, ସେ ଜୀବନ ହେଉଛି ଖ୍ରୀଷ୍ଟଙ୍କର ଜୀବନ, ଈଶ୍ୱରୀୟ ଜୀବନ, ଗଡଲି ଲାଇଫ। ଆଉ ସେଇଟାକୁ ଆମକୁ ଆମର ଜୀବନ ଦ୍ୱାରା ଏଇ ରକ୍ତ ମାଂସ ଶରୀରରେ ବଞ୍ଚିଥିବା ସମୟରେ ପ୍ରକାଶ କରିବାକୁ ପଡ଼ିବ। ଆଉ ସେଥିପାଇଁ ପ୍ରତିଦିନ ଆମମାନଙ୍କୁ ଈଶ୍ୱରଙ୍କର, ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ, କିନ୍ତୁ ଈଶ୍ୱରଙ୍କର ମୁଖ ନିର୍ଗତ ବାକ୍ୟରେ ସେ ବଞ୍ଚିବ, ପ୍ରକାଶ କରିବ। ସେଥିପାଇଁ ଆମମାନଙ୍କର ଅଙ୍ଗ ପ୍ରତ୍ୟଙ୍ଗ এই সমস্ত মৃত্যুসাত করি, নানা প্রকার মন্দতা, অসুচিতা, মোহ, কুঅভিলাষ, এ সমস্তକୁ লোভ, ପ୍ରତିମା ପୂଜା, ଏ ଅବାଧ୍ୟତା, ଏ କ୍ରୋଧ, ହିଂସା, ଏ ସବୁକୁ ପରିତ୍ୟାଗ କରି ଏକ ନୂତନ ଜୀବନ, ସେ ଜୀବନଟା କାର? ଖ୍ରୀଷ୍ଟୀୟ ଜୀବନ, ଖ୍ରୀଷ୍ଟ ଦେଇଥିବା ଜୀବନ, ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବାର ଜୀବନ ଆମକୁ ଧାରଣ କରିବାକୁ ପଡ଼ିବ। ରାଗ, ହିଂସା, କୁଶ ଆଳାପ। ଆଜି ଅନେକ ବଡ଼ ଦୁଃଖର ସହିତ କହୁଛି, ମୁଁ ବି ଜଣେ ପାଳକ, ମୁଁ ବି ଜଣେ ପ୍ରଚାରକ। ଯେତେବେଳେ ଖ୍ରୀଷ୍ଟୀୟ ସମାଜରେ
भाई भौणी मान सहित मिशुछि आदर फेत्र आमे आसीछु आमे कोनोसी मनुष्य को देखिक नुहे प्रभु को देखिक किंतु जिते बेले से सहित आमे उठुछु बसुछु कथबार्ता करुछु तांकर चरित्र को देखुछु बड़ दुख दयनीय लगे कष्ट लगे कांदे प्रभु एमान को देखले कौन लोक आसबे प्रभु को निकट को मोर जीवन को देखले लोक कौन प्रभु को विश्वास करि पारिबे मिथ्या मुख निर्गत वाक्य आलाप निंदा विभिन्न प्रकार जोटा को प्रभु कहते वस्त्र भाया महिला वस्त्र क्रियाशुद्ध को परित्याग कर सेगुड़ा को आम आपणार करुचु जहाँफल एवं नूतन मनुष्य को परिधान कर अर्थात यीशु को परिधान कर एवं सृष्टिकर्तार प्रतिमूर्ति रे स्वरूपांतरित होगा कहते प्रतिदिन किंतु आमे से समस्त तत्वज्ञान को संग्रह न करी से समस्त तत्वज्ञान को जीवन रे आहरण न करी आहार न करी आमने नूतनकृत हवा परिवर्तन आमने अन्य प्रकार समस्त आम जीवन रे आसुची विजातीय मान मध्य रही विजातीय बेले हो जाऊँ आम से इनफ्लुएंस पकाइबा परिवर्तन सेमानकर इनफ्लुएंस आम जीवन रे आसुची बड़ दुखर कथा भौणी आउ टे मत पढ़ी साहाय्य करेंगे इफिसियो 4 अध्याय 1 पदरु आम पढ़ा इफिसियो 4 अध्याय दयाकोरी जन ओडिया टिके पढ़ी दिंतु इफिसियो 4 अध्याय यहाँ हूँ धर्माचरण पवित्र मानकर धर्माचरण इफिसियो 4 अध्याय हेलो 4 रु केते आज्ञा एक पढ़ंतु पढ़ी जातु अतएव प्रभुଙ୍କ हेतु बंदी जे मु तुम माननको अनुरोध करूअछि तुम माने जे आह्वान रे आहूत होइछ सेथिर योग्य आचरण कर अर्थात सर्व प्रकार नम्रता मृदुता और दीर्घ सहिष्णुता सह प्रेम रे परस्पर प्रति सहनशील हुओ शांति रूप बंधन रे आत्मा को ऐक्य रक्षा करबा निमंते यत्नवान हुओ एक शरीर और एक आत्मा जे रूपे तुमे माने तुमान को आह्वान एक भरोसा रे मध्य आहूत होइछ एक प्रभु एक विश्वास एक बाप्तिस्म समस्तंक एक ईश्वर और पिता से समस्तंक उपरे समस्तंक मध्यरे एवं समस्तंक अंतर रे अछंती किंतु ख्रीष्टंक दानर परिमाण अनुसारे आंभ मानक प्रत्येकंकु अनुग्रह दत्त होइछि एथि निमंते उक्त अछि जे ऊर्ध्वरे आरोहण करी बंदी मानक बंदी करी नहीं गले आ मनुष्य मानक नाना बर दान देले से आरोहण कले बोली कहिबार अर्थ कौन ना से मध्य निचस्थ पृथ्वी को अवतरण करथिले जे अवतरण करथिले से जेपरी समस्त विषय पूर्ण करंती एथि पई से मध्य समस्त स्वर्गर ऊर्ध्व को आरोहण कले से कहा कहा को प्रेरित कहा कहा को भाववादी कहा कहा को सुसमाचार प्रचारक पुणी कहा कहा को पालक और शिक्षक रूपे नियुक्ति करी दान करी अछंती जेपरी साधु माने सेवा कार्य निमंते सिद्धि लाभ करते और ख्रीष्टंक शरीर निष्ठा प्राप्त हुए शेषरे जेपरी आम्भे माने समस्ते विश्वास रे और ईश्वरंक पुत्र विषयक ज्ञान रे एकता प्राप्त हो अर्थात ख्रीष्टंक पूर्णतार परिमाण अनुसार पूर्ण वयस्क पुरुष हेउ जेपरी आम्भे माने आउ शिशु परी न होई मनुष्य मानक सठता और भ्रांतियुक्त कल्पना अनुसार द्रुतता द्वारा विभिन्न शिक्षा रूप वायुरे इतस्थित चालित न हेउ किंतु सत्य अवलंबन करी मस्तक स्वरूप जे ख्रीष्ट ताहांक उद्देश्य रे सर्व विषय रे प्रेम रे वृद्धि पाओ ताहांक ठारू समस्त शरीर प्रत्येक संधिर साहाय्य द्वारा पुणी प्रत्येक अंशर कार्य साधक शक्ति अनुसार सुखचित और सुसंयुक्त होई प्रेम रे आपणार निष्ठा निमंते निजर बुद्धि साधन करुअछि अतएव मु प्रभुंक नाम रे विशेष अनुरोध करी कहुअछि विजाति माने जेपरी अपना अपना मनर असारतारे आचरण करती तुमे माने सेही परी आचरण कर नाही से माने अपना
ମାନଙ୍କ ଠାରେ ଥିବା ଅଜ୍ଞାନତା ହେତୁ ଓ ନିଜ ନିଜ ହୃଦୟର ଜଡ଼ତା ହେତୁ ଆପଣା ଆପଣା ବୁଦ୍ଧିରେ ଅନ୍ଧକାରାଚ୍ଛନ୍ନ ପୁଣି ଈଶ୍ୱରଙ୍କ ଜୀବନରୁ ବିଚ୍ଛିନ୍ନ ହୋଇ ଅଛନ୍ତି। ସେମାନେ ଜଡ଼ବତ୍ ହୋଇ ଧନ ଲୋଭରେ ଆସକ୍ତ ହେବା ସଙ୍ଗେ ସଙ୍ଗେ ସର୍ବପ୍ରକାର ଅଶୁଚି କର୍ମ କରିବା ନିମନ୍ତେ ଆପଣା ଆପଣାକୁ କାମୁକାତାରେ ସମର୍ପଣ କରିଅଛନ୍ତି। କିନ୍ତୁ ତୁମମାନେ ଖ୍ରୀଷ୍ଟଙ୍କୁ ଓ ସେ ପ୍ରକାରେ ଶିକ୍ଷା କରିନାହ। ତୁମମାନେ ତ ତାହାଙ୍କ ବିଷୟ ଶୁଣିଅଛ, ପୁଣି ଯୀଶୁଙ୍କ ସମ୍ବନ୍ଧୀୟ ସତ୍ୟ ଅନୁସାରେ ତାହାଙ୍କ ସହଭାଗିତାରେ ଥାଇ ଶିକ୍ଷିତ ହୋଇଅଛ। ଅର୍ଥାତ୍ ତୁମେମାନେ ଯେଉଁମାନଙ୍କ ପୁରାତନ ଆଚରଣ ସମ୍ବନ୍ଧରେ ଯେଉଁ ପୁରାତନ ସ୍ୱଭାବ ପ୍ରବଞ୍ଚନାର ବିଳାସିତା ଅନୁସାରେ ଅଧିକରୁ ଅଧିକ ଭ୍ରଷ୍ଟ ହେଉଅଛି, ତାହାକୁ ପରିତ୍ୟାଗ କରିବାକୁ, ପୁଣି ତୁମମାନଙ୍କ ମନରେ ନୂତନୀକୃତ ହୋଇ ଯେଉଁ ନୂତନ ସ୍ୱଭାବ ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ ଧାର୍ମିକତା ଓ ସତ୍ୟର ପବିତ୍ରତାରେ ସୃଷ୍ଟି ହୋଇଅଛି, ତାହା ପରିଧାନ କରିବାକୁ ଶିକ୍ଷିତ ହୋଇଅଛ। ଅତଏବ ଧନ୍ୟବାଦ ଧନ୍ୟବାଦ ଭାଇ। ତ Praise ଆମେ ଏଠି କଣ ଦେଖୁଛୁ? ଆମେ ଦେଖୁଛୁ ଧାର୍ମିକ ମାନଙ୍କର ଆଚରଣ। ତାପରେ ପୁଣି ଆହୁରି 32 ପଦ ପର୍ଯ୍ୟନ୍ତ ଯଦି ଆମେ ପଢୁଛୁ, ଲେଖା ଅଛି ମିଥ୍ୟା ସମସ୍ତ ବିଷୟ ପରିତ୍ୟାଗ କର, ପ୍ରତିବାସୀ ସହିତ ସତ୍ୟ ଆଳାପ କର, କାହିଁକିନା ତମାନେ ପରସ୍ପର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ, ଏବଂ ଯଦି କୌଣସି ପାପ ହେଇଥାଏ ପାପ କର ନାହିଁ, ଏବଂ ସୂର୍ଯ୍ୟ ଅସ୍ତ ନ ଯାଉ ପରସ୍ପର ପ୍ରତି ରାଗ ହିଂସାକୁ ସ୍ୱୀକାର କର। ଦିଆବଳକୁ ଅର୍ଥାତ୍ ଶୈତାନରେ କୌଣସି ସ୍ୱଭାବକୁ ଚରିତ୍ରକୁ ଜୀବନରେ ସ୍ଥାନ ଦିଅ ନାହିଁ। ପରିଶ୍ରମ କର କିନ୍ତୁ ଚୋରି କର ନାହିଁ, ମିଛ କୁହ ନାହିଁ, ଦରିଦ୍ରମାନଙ୍କୁ ଯାହା ଦେବାର ଅଛି ଦିଅ। এই সমস্ত যে উপদেশ ଦେଇଛନ୍ତି, ଏବଂ ତମ ମୁହଁରୁ କୁତ୍ସିତ ଆଳାପ ପ୍ରକାଶିତ ନ ହଉ, ପ୍ରয়োଜନ ମতো ଯାହାକୁ ଯେଟା କହିବାର ଅଛି, ଯୋଉଠି ଯେଟା କରିବାର ଅଛି, ପରସ୍ପରକୁ ସେଟା ଗଠନ ମୂଳକ ଭାବରେ ଚିନ୍ତା କରାଯାଉ, ସଦାଳାପ କର, ଏବଂ ସବୁଠୁ ବଡ଼ ବିଷୟ ପବିତ୍ର ଆତ୍ମାକୁ ଯେପରି ଆମେ ଦୁଃଖ ନ ଦଉ, ପବିତ୍ର ଆତ୍ମାକୁ ଯେପରି ଆମେ ଦୁଃଖ ନ ଦଉ, ଏବଂ ଆମେ ସମସ୍ତେ ସେଇ ମୁକ୍ତିର ଦିନକୁ ଦ୍ୱିତୀୟ ଆଗମନର ଅପେକ୍ଷାରେ ଅଛୁ। ସେଥିପାଇଁ ଆମେ ମୁଦ୍ରାଙ୍କିତ ହୋଇଅଛୁ। ସେଥିପାଇଁ ସବୁ ପ୍ରକାର କଟୁବାକ୍ୟ ଏଗେନ୍ ରିପିଟ୍, ସବୁ ପ୍ରକାର ରାଗ, ହିଂସା, କ୍ରୋଧ, କଳହ, ନିନ୍ଦା ଏ ସମସ୍ତ ଆମମାନଙ୍କ ମଧ୍ୟରୁ ଦୂରୀଭୂତ ହଉ। ପରସ୍ପର ମଧ୍ୟରେ ମଧୁର ସ୍ୱଭାବ, କରୁଣା ଚିତ୍ତ, ପରସ୍ପରକୁ କ୍ଷମା କରାଯାଉ ଯେପରି ଖ୍ରୀଷ୍ଟ ଆମମାନଙ୍କୁ କ୍ଷମା କରିଛନ୍ତି। ପ୍ରିୟ ମଣ୍ଡଳୀ, ଏ ସମସ୍ତକୁ କୁହାଯାଉଛି ଲାଇଲେନ୍ କ୍ଲୋଥ୍ସ, ମସିଣା ବସ୍ତ୍ର। ତ ଯେତେବେଳେ ମୁଁ ଏ ସମସ୍ତ ବାକ୍ୟକୁ ଚିନ୍ତା କରୁଥିଲି, ପଢୁଥିଲି, ମୁଁ ଦେଖୁଥିଲି ଯେ ମୋର ଜୀବନରେ ମୁଁ କେତେ ଦୁର୍ବଳ ଅବସ୍ଥାରେ ଜୀବନଯାପନ କଟୁଛି। କୋଉ ପ୍ରକାର ଭାବରେ? ସାମୟିକ ଭାବରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା, କ୍ରନ୍ଦନ, ଅନୁତାପ, ସେଇ সময়ଟା, ସେଇ ଦିନଟା ଠିକ ରହିଲା, ତାପରେ ପୁଣି ଆଉ ଥରେ ଭୁଲରେ ପଡି ଯାଉଛି। କାହିଁକି ନା ଆମେ ଯେ ଆମର ପିତା କେ, ଆମର ପ୍ରଭୁ କେ, ଆମେ କାହାର ସନ୍ତାନ, ଆମେ କୋଉ ଘରର ପିଲା, କୋଉଠି ଆମେ ଜନ୍ମ ହେଲୁ, ଏ ସମସ୍ତ ଯଦି ଆମେ ଭଲରେ ଶିକ୍ଷା ପାଇଥାନ୍ତୁ, ଜାଣିଥାନ୍ତୁ, ବା ଭଲରେ ଯଦି ମଣ୍ଡଳୀ ଦ୍ୱାରା বা ମେଣ୍ଟର ଦ୍ୱାରା, ତାହେଲେ ଆହୁରି ଆତ୍ମିକ ଜୀବନ ଆମେ ବଳିଷ୍ଠ ହେଇପାରିଥାନ୍ତୁ। ତାମାନେ ଯଦି ଅନେକ ଲୋକମାନେ ଶିକ୍ଷା ଅଭାବରେ, ଇନଫର୍ମେସନ ଅଭାବରେ, আর ଅନେକ ଲୋକମାନେ ଜାଣିକିରି ମଧ୍ୟ ଆଜି ଆତ୍ମିକ ଜୀବନରେ ଆମେ ବଳିଷ୍ଠ ହେଇପାରୁନା। ଦ୍ୱିତୀୟ ବିଷୟ ଲେଖା ଅଛି ପରିତ୍ରାଣ, ଯୋଉଟା ହଉଛି ବିବାହ ବସ୍ତ୍ର। ମାଥ୍ୟୁ 22 ଅଧ୍ୟାୟ 12 ପଦରେ ଲେଖା ଅଛି ଏ କଥା, ଯେ ଯୋଉଟା କି ବିନା ମୂଲ୍ୟରେ ପ୍ରଭୁ ଦାନ କରନ୍ତି, ବିବାହ ବସ୍ତ୍ର। ଯୋଉଟା ମାନେ ଦେଖୁଛୁ ଯେ ପ୍ରଭୁ ଯୀଶୁର ଧାର୍ମିକତା, ଅର୍ଥାତ୍ ତାଙ୍କଠାରେ ଯିଏ ବିଶ୍ୱାସ କଲେ ପାପ କ୍ଷମା ପାଇବା ପାଇଁ, ବା ପାପରୁ ରକ୍ଷା ପାଇବା ପାଇଁ, ଅନନ୍ତ ଜୀବନର ଅଧିକାରୀ ହେବା ପାଇଁ, ଜୀବନ ପୁସ୍ତକରେ ନାମ ଲେଖିଦେବା ପାଇଁ, ବା ତାଙ୍କର ସନ୍ତାନ ହେବା ପାଇଁ, ପ୍ରଭୁ ସେଟା ବିନା ମୂଲ୍ୟରେ ଈଶ୍ୱର ଜଗତକୁ ଏଡେ ପ୍ରେମ କଲେ। ଯୋହନ 3:16 ପଦରେ। ଆଉ ଯୋଉ ମୁହୂର୍ତ୍ତରେ ଯେତେବେଳେ ବିନା ସର୍ତ୍ତରେ ପ୍ରଭୁଙ୍କ ନିକଟକୁ ଯେତେବେଳେ ଜଣେ ଆସିକିରି
এই সমস্ত স্বীকার করନ୍ତି ସେ ବିଶ୍ୱାସୀ ହୁଅନ୍ତି ତା ସନ୍ତାନ ଅଧିକାର ହୁଏ ଆଉ ସେଇ ମୁହୂର୍ତ୍ତରେ ଜିସାୟା ତାର 61 ଅଧ୍ୟାୟ 10 ପଦ ଅନୁସାରେ ଆଉ ସେଇ ବସ୍ତ୍ରଟି ସେ ଲାଭ କରନ୍ତି। ଅତଏବ ଏବେ କିନ୍ତୁ ମେଷ ଶାବକଙ୍କର ସମ୍ମୁଖରେ ଆମର ଯୋଉ ଟପିକ ମେଷ ଶାବକଙ୍କର ସମ୍ମୁଖରେ ଦଣ୍ଡାୟମାନ ହେବା ପାଇଁ ମସିଣା ବସ୍ତ୍ର ଦରକାର ଅର୍ଥାତ୍ ପବିତ୍ର ଲୋକମାନେ ପାପୀ ଲୋକମାନେ ପବିତ୍ର ହେଲେ ତାଙ୍କ ଧର୍ମାଚରଣ ଦରକାର ଏବଂ ଏଇ ବସ୍ତ୍ର ପରିହିତ ହେବା ପାଇଁ ଏବଂ ଛିଡ଼ା ହେବା ପାଇଁ ଶକ୍ତି ଦରକାର। ପ୍ରିୟ ପ୍ରଭୁଙ୍କର ଭକ୍ତ ଦାସ ଦାସୀ ମାନେ ବିନା ମୂଲ୍ୟରେ ଅନୁଗ୍ରହରେ ଆମେ ବିଶ୍ୱାସ ଦ୍ୱାରା ଆମେ ପରିତ୍ରାଣ ପାଇପାରିବା କିନ୍ତୁ ପରିତ୍ରାଣକୁ ଯଦି ଆମେ ଆମର ବିଶ୍ୱାସକୁ ଯଦି ଆମେ ଯତ୍ନରେ ରକ୍ଷା କରିବା ନାହିଁ ତାହେଲେ ଆମେ ଶକ୍ତି ପ୍ରାପ୍ତ ହେଇପାରିବା ନାହିଁ। ପରିତ୍ରାଣ ନିଶ୍ଚୟ ପାଇବା ଦରକାର କିନ୍ତୁ ପରିତ୍ରାଣ ପାଇସାରିଲା ପରେ ପବିତ୍ର ଆତ୍ମାଙ୍କର ଅଭିଷେକ ପବିତ୍ର ଆତ୍ମାଙ୍କର ଦାନ ପବିତ୍ର ଆତ୍ମାଙ୍କର ଫଳ ପବିତ୍ର ଆତ୍ମାଙ୍କର ଶିକ୍ଷା ପବିତ୍ର ଆତ୍ମାଙ୍କର ନିର୍ଦ୍ଦେଶ ପବିତ୍ର ଆତ୍ମାଙ୍କର ଚାଳନା ପବିତ୍ର ଆତ୍ମାଙ୍କର ସମସ୍ତ ବିଷୟ ଆମର ଆବଶ୍ୟକ ରହିଛି। ବାକ୍ୟ ପଠନ ଇତ୍ୟାଦି 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 କିନ୍ତୁ ପରିତ୍ରାଣକୁ ଯଦି ଆମେ ସୁରକ୍ଷା ନ କରୁ ତାହେଲେ ପରିତ୍ରାଣର ଯୋଉ ଆନନ୍ଦ ପରିତ୍ରାଣର ଯୋଉ ପ୍ରେମ ପରିତ୍ରାଣର ଯୋଉ ଅରୋମା ଆସ୍ତେ 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 ଜୀବନରେ ଚାଲିଯିବ। ସେତେବେଳେ ଜୀବନରେ ଶିଥିଳତା ଜୀବନରେ ବ୍ୟସ୍ତତା ଅସ୍ଥିରତା ନାନା ପ୍ରକାର ମନ୍ଦତା ଆସି ଆମକୁ ଘେରି ପକାଇବ। ଆମର ମାଥ୍ୟୁ 25 ଅଧ୍ୟାୟ ଯୋଉ 10ଟି କୁମାରୀ କନ୍ୟାର ଯୋଉ କଥା ସବୁ ଲେଖା ଅଛି ଏମାନେ ସମସ୍ତେ ପରିତ୍ରାଣ ପ୍ରାପ୍ତ ଏବଂ ସମସ୍ତେ ପବିତ୍ର ଆତ୍ମା ଦ୍ୱାରା ପରିଚାଳିତ। ଦେଖନ୍ତୁ କିନ୍ତୁ ତଫାତଟା କୋଉଠି ଏଇ 10 ଜଣ ଭିତରେ 5 ଜଣ ସେମାନେ ପରିତ୍ରାଣ ପ୍ରାପ୍ତ ବ୍ୟକ୍ତି ଥିଲେ କିନ୍ତୁ ଏବଂ ସେମାନେ ଅପେକ୍ଷା କରୁଥିଲେ ଯେ ବରଙ୍କ ସହିତ ସାକ୍ଷାତ କରିବ ଦ୍ୱିତୀୟ ଆଗମନ ପାଇଁ ସେମାନେ ଅପେକ୍ଷା କରୁଥିଲେ କିନ୍ତୁ ଆମେ ଦେଖିଲୁ ସେମାନେ ଜାଗ୍ରତ ଜୀବନ କାଟୁ ନଥିଲେ। 5 ଜଣ ଏଇ 10 ଜଣ ଭିତରେ ସେମାନେ ଜାଗ୍ରତ ଜୀବନ କାଟୁ ନଥିଲେ। ସେମାନଙ୍କ ଜୀବନ ଅବହେଳା ଶିଥିଳତା ଯୋଗୁ ସେମାନଙ୍କର ତେଲ ଯେ ଶେଷ ହେଇଯାଇଛି ସେମାନେ ଜାଣିପାରିଲେନି କେତେବେଳେ ଶେଷ ହେଇଛି ଜାଣିପାରିଲେନି ଯାହା ଫଳରେ ଆମେ ଦେଖୁଛୁ ଯେ ସେମାନେ ତେଲ ସଂଗ୍ରହ କରିବାର ଯେ ତାଙ୍କର ପ୍ରয়োଜନ ଅଛି ସେଟା ବି ତାଙ୍କର ମନେ ବି ନାହିଁ। ସେତିକି ଭୁଲ ପାଇଁ ସେତିକି ଅବହେଳା ପାଇଁ ସେତିକି ଅଳସତା ପାଇଁ ଜୀବନରେ କେତେ ବଡ଼ ଘୋରତର ପରିଣାମ ଭୋଗିବାକୁ ପଡ଼ିଲା ତାଙ୍କୁ। ଆମେ ଦେଖୁଛୁ ସେମାନେ ବରର ସହିତ ସାକ୍ଷାତ କରିପାରିଲେ ନାହିଁ। ଆଜି ଆମେ କ'ଣ ସେଇ 5 ଜଣଙ୍କ ଭିତରେ ଜଣେ ନୁହେଁ? ଆମେ କୋଉମାନେ ସୁବୁଦ୍ଧି 5 ଜଣଙ୍କ ଭିତରେ ଯୋଉମାନେ 5 ଜଣ ବୁଦ୍ଧି କୁମାରୀ କନ୍ୟା ସେମାନଙ୍କ ଭିତରେ ଜଣେ ନା ଏଇ 5 ଜଣ ଯୋଉମାନେ ଅବହେଳା ଶିଥିଳତା ଆଳସ୍ୟ ବିଷୟ ପରିତ୍ରାଣକୁ ରକ୍ଷା କରି ପାରିଲେ ନାହିଁ ଯତ୍ନ ନେଇ ପାରିଲେ ନାହିଁ ସେଇ ଦଳର ଲୋକ ଟିକେ ଭୁଲ ଯୋଗୁ ବରର ସମ୍ମୁଖରେ ଛିଡ଼ା ହେବା ଦୂର କଥା ଦେଖା ବି ସାକ୍ଷାତ ବି କରିପାରିଲେ ନାହିଁ। ତ ଆମେ ଏଠି ଦେଖୁଛୁ ଏଇ ଦୃଷ୍ଟାନ୍ତରେ ଯେ କ'ଣ ହେଲା ବରର ଆସିବାକୁ ବିଳମ୍ବ ହେବା ଯୋଗୁ ଏମାନେ ଅଳସ ହେଇଗଲେ ଢୋଳେଇ ପଡ଼ିଲେ ନିଦ୍ରିତ ହେଇଗଲେ ଯାହା ଫଳରେ ଜୀବନରେ ତାଙ୍କର ଆଜି ମଧ୍ୟ ଆମ ଜୀବନରେ ମଧ୍ୟ ଆଳସ୍ୟତା ଶିଥିଳତା ଦେଖା ଦେଉଛି ଦେବ ମଧ୍ୟ। ପ୍ରଭୁ ଆସିବେ ଯୁଦ୍ଧ ହଉଛି କେତେବେଳେ ଆସିବ ଠିକ ନାହିଁ ଚଳିବ କିନ୍ତୁ ପ୍ରଭୁଙ୍କର ଆଗମନ ସନ୍ନିକଟ 2000 ବର୍ଷ ତଳେ ପ୍ରଭୁ ଏ ବାକ୍ୟ କହିଥିଲେ ଆଜି ତ ଫଳୁ ନାହିଁ ଆଉ ଟିକେ ଶୋଇବା ଆଉ ଟିକେ ଦେଖିବା କିନ୍ତୁ ହଠାତ୍ ଯେ ପ୍ରଭୁ ଆସି ପଡ଼ିବ ଏଇ ଢୋଳିବା ଅବସ୍ଥାରେ ଆମର ପାଖରେ ତେଲ ପ୍ରୟୋଜନ ଅଛି ତେଲ ନାହିଁ ପବିତ୍ର ଆତ୍ମାଙ୍କର ଶକ୍ତିରେ ବଳବାନ ହେବାକୁ ପଡ଼ିବ ବାକ୍ୟରେ ବଳବାନ ହେବାକୁ ପଡ଼ିବ ଆଚରଣରେ ବଳବାନ ହେବାକୁ ପଡ଼ିବ। ଦେଖାଯିବ ସେ ସମସ୍ତ ଅଭାବ ହେଇଯାଇଛି ପାପର ବୃଦ୍ଧି ଧର୍ମର ଶିଥିଳତା ଜୀବନରେ ଆସିଯିବ ପ୍ରେମ ଶୀତଳ ହେଇଯିବ ମାଥ୍ୟୁ 24:12 ପଦ ଅନୁସାରେ। ତ ଆମେ ଦ୍ୱିତୀୟ ଆଗମନ ଆଉ ପ୍ରସ୍ତୁତ ହେଇପାରିବା ନାହିଁ
ଅଧିକାଂଶ ଆଜି ଅଧିକାଂଶ ବିଶ୍ୱାସୀଙ୍କ ଜୀବନରେ ଯଥେଷ୍ଟ ପରିମାଣରେ ଆଳସତା ଶିଥିଳତା ଦେଖା ଦେଉଛି। ବଡ଼ ଦୁଃଖର ସହିତ ସ୍ୱୀକାର କରୁଛି, ଯେତେବେଳେ ଓଏମ୍ରେ ଆମେ ଥିଲୁ এই ପ୍ରକାର 3 3:30ରେ ଆମକୁ ଉଠି ଫ୍ରେଶ ଅପ୍ ହେବାକୁ ପଡ଼ିବ, 4ଟାରୁ ପ୍ରାର୍ଥନା ଡିଭୋସନ ଇତ୍ୟାଦି ଇତ୍ୟାଦି ଇତ୍ୟାଦି। କିନ୍ତୁ ସେ ଯେଉଁ ଜୀବନ, ସେ ଯେଉଁ ଆନନ୍ଦ ଆଜି ଅନେକାଂଶେ କମି ଯାଇଛି। ଆଜି କେତେ ଜଣ ମତେ ବହୁତ ଭଲ ଲାଗେ এই ପ୍ରାତଃକାଳୀନ ପ୍ରାର୍ଥନା ଆପଣମାନଙ୍କର। ରିଏଲି এটা ଅତ୍ୟନ୍ତ ଆଶୀର୍ବାଦ ପ୍ରଭୁଙ୍କ ଠାରୁ ଝିକିକି ଆଣିବା ପାଇଁ, ଛଡ଼େଇକି ଆଣିବା ପାଇଁ ରାସ୍ତା। ଦିସ୍ ଦ ଓନ୍ଲି ୱେ। এই ପ୍ରେୟାର ଗ୍ରୁପରେ ଯେଉଁମାନେ ଆୟୋଜନକାରୀ ମାନଙ୍କ ପାଇଁ ମୁଁ ଧନ୍ୟବାଦ ଏବଂ କୃତଜ୍ଞତା ପ୍ରକାଶ କରେ। କିପ୍ ଅପ୍, ଏଟାକୁ ଆହୁରି ତେଲ ଦେଇକିରି, ଆହୁରି ମସଲା ଦେଇକିରି ତାକୁ ଆହୁରି ପ୍ରଜ୍ୱଳିତ କରାଯାଉ, ଯାହା ଫଳରେ ଆମମାନଙ୍କର ଆମେ ବଳ ପାଇବା, ଶକ୍ତି ପାଇବା ଆତ୍ମିକ ଜୀବନରେ ଏବଂ ପ୍ରଭୁଙ୍କର ଆଗମନରେ ଆମେ ସାକ୍ଷାତ କରିପାରିବା ଏବଂ ଶକ୍ତି ପ୍ରାପ୍ତ ହେବା ସାକ୍ଷାତ କରିବା ପାଇଁ ଏବଂ ଦଣ୍ଡାବାନ ହେଇପାରିବା। ଦ୍ୱିତୀୟ ଆଗମନ ନିମନ୍ତେ কিভাবে କେମିତି ଭାବରେ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ, ଏଠି ପ୍ରଭୁ କହିଛନ୍ତି ଜାଗି ରୁହ, ପ୍ରାର୍ଥନା କର। ତମମାନେ ସର୍ବ ବିଷୟରେ ଜାଗି ରୁହ, ପ୍ରାର୍ଥନା କର ଯେ ଏ ସମସ୍ତ ତ ଘଟଣା ଘଟିବ, କିନ୍ତୁ এই ସମସ୍ତ ଘଟଣାରୁ ଏଡ଼େଇବା ପାଇଁ ଏବଂ ମନୁଷ୍ୟ ପୁତ୍ର ସମ୍ମୁଖରେ ଛିଡ଼ା ହେବା ପାଇଁ ଶକ୍ତିଯୁକ୍ତ ହେବାକୁ ପଡ଼ିବ। ପ୍ରଭୁଙ୍କର ଆଗମନ ସମୟରେ ବିଶ୍ୱାସୀ ମାନଙ୍କୁ ଆହୁରି ପବିତ୍ର ହେବାକୁ ପଡ଼ିବ। ଯଦି ଟିକେ ପବିତ୍ର, ଆହୁରି ପବିତ୍ର ହେବାକୁ ପଡ଼ିବ। ଯଦି ଟିକେ ନିଷ୍କଳଙ୍କ, ଆହୁରି ନିଷ୍କଳଙ୍କ ହେବାକୁ ପଡ଼ିବ। ଅନିନ୍ଦନୀୟ ହେବାକୁ ପଡ଼ିବ, ବିଘ୍ନ ରହିତ ହେବାକୁ ପଡ଼ିବ। ଆମମାନଙ୍କୁ এই ପ୍ରକାର ଜୀବନ କାଟିବାକୁ ପଡ଼ିବ। ପ୍ରଥମ ଥେସଲୋନିକୀୟ 5:23 ଅନୁସାରେ ଆମମାନଙ୍କୁ ଜୀବନ କାଟିବାକୁ ପଡ଼ିବ। ଲେଖା ଅଛି ଆଉ ଶାନ୍ତିର ଈଶ୍ୱର ଯେ ଆମମାନଙ୍କୁ ସର୍ବତ ଭାବରେ ପବିତ୍ର କରିପାରନ୍ତି ବା ପବିତ୍ର କରିବେ ଏବଂ ତାଙ୍କର ଅବିକଳ ଆତ୍ମା ପ୍ରାଣ ଦେହ ଆମମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ଆଗମନ କାଳେ ଆମମାନଙ୍କୁ ଅନିନ୍ଦନୀୟ ରୂପେ ରକ୍ଷା କରିବ ଏବଂ ତାଙ୍କ ନିକଟରେ ସେ ପହଞ୍ଚାଇବ। କଣ୍ଡିସନ କ'ଣ? ରିଲେସନସିପ୍। ପ୍ରାର୍ଥନା ଦ୍ୱାରା ପ୍ରଭୁଙ୍କ ସହିତ କଥାବାର୍ତ୍ତା କରିବା, ପ୍ରାର୍ଥନା ଦ୍ୱାରା ନିଜକୁ ପ୍ରସ୍ତୁତ କରିବା। ପ୍ରାର୍ଥନା ଇଜ୍ ଆର୍ଟ ଅଫ୍ ୱର୍ସିପ୍। ACTNS, adoration, confession, T ରେ thanksgiving and then supplication, ନିବେଦନ। ପ୍ରାର୍ଥନା ଦ୍ୱାରା ଆମେ ନିଜକୁ ପ୍ରସ୍ତୁତ କରିପାରିବା। ଅତଏବ এই বিশ্বাসী ମାନେ ପ୍ରତ୍ୟେକ এই ଶିକ୍ଷା ପାଇବା ପାଇଁ ଷ୍ଟ୍ରଙ୍ଗ ମଣ୍ଡଳୀ ଦରକାର, ସହଭାଗିତା ଦରକାର। କାରଣ ପ୍ରଭୁ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ, ଆପୋଷ୍ଟଲସ୍ ମାନଙ୍କୁ ଆଉ ଭାବବାଦୀ ମାନଙ୍କୁ ଏଇ ଭିତ୍ତିମୂଳ ଶିଖାଇଥିଲେ ଯେ ଶୈତାନର ଶକ୍ତିକୁ ଜୟଲାଭ କରିବାକୁ ହେଲେ ଆମମାନଙ୍କୁ এই ପ୍ରକାର ଶିକ୍ଷାର ସହିତ ସଂଯୁକ୍ତ ରହିବାକୁ ପଡ଼ିବ ଏବଂ ଈଶ୍ୱରଙ୍କର ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଯେଉଁ ତତ୍ତ୍ୱ, ଯେଉଁ ଶିକ୍ଷା ଆଉ ସେଇଟା ଆମକୁ ସିଦ୍ଧ କରିବ, ସେଇଟା ଆମକୁ ଶକ୍ତିମାନ କରିବ, ସେଇଟା ଆମକୁ ତାଙ୍କର ସମ୍ମୁଖରେ ଛିଡ଼ା ହେବା ପାଇଁ ସାହାଯ୍ୟ କରିବ। ଆଉ ଖ୍ରୀଷ୍ଟୀୟ ଜୀବନ ଏକକ ନୁହେଁ, ଏକଲା ଏକଲା ଆମେ କରିପାରିବା ନାହିଁ। ଇଟ୍ସ ଏ ଫେଲୋସିପ୍, ଟୁଗେଦରନେସ୍, ମାଣ୍ଡଳିକ ଜୀବନ, ସହଭାଗିତାର ଜୀବନ, ଯୋଉଟା କି ଶୈତାନ ସମସ୍ତ ପ୍ରକାର ଚକ୍ରାନ୍ତକୁ ନଷ୍ଟ କରିପାରିବ। ଆଉ ସେଥିପାଇଁ ପ୍ରେରିତ ମାନଙ୍କର ଶିକ୍ଷାରେ ଏବଂ ସହଭାଗିତାରେ ଆମମାନଙ୍କର ରହିବା ପ୍ରয়োଜନ। ସେଥିପାଇଁ এই ପ୍ରକାର ଷ୍ଟ୍ରଙ୍ଗ ଫେଲୋସିପ୍ ଆବଶ୍ୟକ ରହିଛି। ଦ୍ୱିତୀୟ ବିଷୟ, ପ୍ରାର୍ଥନାରେ ଜାଗି ରହିବାକୁ ପଡ଼ିବ। ପ୍ରାର୍ଥନା ଅନେକ ସମୟ ଆମେ ଦେଖିବାକୁ ପାଉଛୁ ଗୋଟେ ଲୋକ ଏଠି ଆମେ 100, 200 କି 150, 200 ଲୋକ ଲାଗିକି ଅଛୁ, ଗୋଟେ ଗଛ ସହିତ ଶାଖା ଲାଗିକିରି ଅଛି, କିନ୍ତୁ ଶାଖା ମରି ଯାଉଛି। କ'ଣ ପାଇଁ? ନା ଶାଖାରେ ଜୀବନ ନାହିଁ। ହয়তো ଗଛରେ ଜୀବନ ଅଛି, ଶାଖାରେ ଜୀବନ ନାହିଁ। ଯେହେତୁ ଜୀବନ ନାହିଁ ଶାଖାରେ, ସେଥିପାଇଁ ଏଇ ଗଛର ରସ ତା ମଧ୍ୟରେ ପ୍ରବେଶ କରିପାରୁନି ଆଉ ସେଥିପାଇଁ ଫଳ ବି ଧରୁନାହିଁ। ହେଇପାରେ ଅନେକ ଲୋକମାନେ ବହୁତ ବଢ଼ିଆ ଲାଗୁଛି, ଗୀତ ଭଲ ଲାଗୁଛି, ପ୍ରାର୍ଥନା ଭଲ ଲାଗୁଛି, ସାର୍ ମାନେ, ମ୍ୟାଡାମ ମାନେ, ପ୍ରଭୁଙ୍କ ଦାସଦାସୀ ମାନେ ବିଭିନ୍ନ ପ୍ରକାର ପ୍ରାର୍ଥନାରେ ସାହାଯ୍ୟ କରୁଛନ୍ତି, ଦ୍ୟାଟ୍ସ ଓକେ, ଫାଇନ୍।
কিন্তু ମୁଁ ତ ଫଳ ଫଳୁନି, ମୋର ଜୀବନରେ ତ ଫଳ ନାହିଁ, ମୋର ଜୀବନରେ ତ କୌଣସି ପ୍ରକାର ପରିବର୍ତ୍ତନ ନାହିଁ, ସୋ ହ୍ୱାଟ। ତ ଏ ପ୍ରକାର ବି ହେଇପାରେ। ତ ସେଥିପାଇଁ ଆମମାନଙ୍କୁ ଶିକ୍ଷା ବାହ୍ୟିକ ଭାବେ হয়তো ଆମେ ଲାଗି ରହିଛୁ, ସେଟା ଯଥେଷ୍ଟ ନୁହେଁ, କିନ୍ତୁ ଜାଗ୍ରତ ଜୀବନ, ପ୍ରାର୍ଥନାର ଜୀବନ, ସତ୍ୟର ତତ୍ତ୍ୱଜ୍ଞାନରେ ବୃଦ୍ଧି ପାଇବାର ଜୀବନ ଆମମାନଙ୍କୁ ଭିତରେ ପ୍ରବେଶ କରିବାକୁ ପଡ଼ିବ। ତେବେ ଆମେ ବଳିଷ୍ଠ ହୋଇପାରିବା, ତେବେ ଆମେ ଶକ୍ତିମାନ ହେଇପାରିବା, ତେବେ ଆମେ ସେଇ ପରିତ୍ରାଣର ବସ୍ତ୍ରକୁ ଆମେ ପରିଷ୍କାର ରଖିପାରିବା। ପ୍ରଭୁ ଯୀଶୁ ଏ କଥା କହୁଛନ୍ତି, ଏ ହେଉଛି ଅତ୍ୟନ୍ତ ସତ୍ୟ କଥା। আর ଯୋଉ ସତ୍ୟ ତମକୁ ସ୍ୱାଧୀନ କରିବ, ଯୋହନ 8:32 ଲେଖା ଅଛି ଯେ এই ସତ୍ୟତା ଯେତେବେଳେ ଜାଣିବ ମନୁଷ୍ୟ ପାପରୁ ମୁକ୍ତ ହେବ। এই ସତ୍ୟତା ଯେବେ ଜାଣିବ ସେ ଆଗମନ ପାଇଁ ପ୍ରସ୍ତୁତ ହେବ। এই ସତ୍ୟତା ଯେବେ ଜାଣିବ ସେ ନିଜର ଜୀବନକୁ ସେ ପ୍ରଭୁଙ୍କ ନିମନ୍ତେ ଗଢ଼ି ତୋଳିବ। ପ୍ରିୟ ମଣ୍ଡଳୀ, ଆମେ ଯଦି ଦେଖୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଯୋଉ ଶିକ୍ଷା ଗୁଡ଼ା ସେତେବେଳେ ଶିଷ୍ୟମାନଙ୍କୁ ବି କହୁଥିଲେ ଏବଂ ଜିଉସ୍ ଲିଡର୍ସ ମାନଙ୍କୁ, ଲିଡର ମାନଙ୍କୁ, ନେତା ମାନଙ୍କୁ ସେ କହୁଥିଲେ, ଶିଖାଉଥିଲେ। ଏବଂ ବିଶେଷ କରି এই সমস্ত বিষয় ফারুসিস, সাদুকিস এবং বড় বড় লিডর ମାନଙ୍କୁ সেই জাতির অধ্যক্ষ ମାନଙ୍କ ନିକଟରେ ସେ ପରିପ୍ରକାଶ କରୁଥିଲେ। ସେମାନେ ଜିଉସ୍ ଲୋକମାନେ, ଆଉ ସେମାନେ କହୁଥିଲେ ଯେ ଈଶ୍ୱର ଆମର, ଇସ୍ରାଏଲର ଈଶ୍ୱର, ଜେରୁସାଲେମର ଈଶ୍ୱର, ଅର୍ଥାତ୍ ସେ ଲୋକମାନଙ୍କର ଈଶ୍ୱର। କିନ୍ତୁ ସେମାନେ ଈଶ୍ୱରଙ୍କୁ ଜାଣିବାର ଟିକେ ବି ଆଗ୍ରହ ନଥିଲା କି ସେଇ ପ୍ରକାର ଜୀବନ ତାଙ୍କ ଜୀବନରେ ପ୍ରକାଶ ପାଉ ବୋଲିକିରି ସେମାନେ ଇଚ୍ଛା ବି କରୁନଥିଲେ। ରେଦର ସେମାନେ ମସିହ ଯେ ଆସିଗଲେ, ମସିହ ଯେ ଶିକ୍ଷା ଦଉଛନ୍ତି ସେଟାକୁ ସେମାନେ ଉପେକ୍ଷା କରୁଥିଲେ, ନିନ୍ଦା କରୁଥିଲେ। ସେମାନେ ଈଶ୍ୱରଙ୍କୁ ଜାଣି ପାରୁନଥିଲେ, କାରଣ ସେମାନେ ଈଶ୍ୱରୀୟ ଜୀବନଯାପନ କାଟିବା ପାଇଁ ଇଚ୍ଛା କରୁନଥିଲେ। ସେଥିପାଇଁ ତ ମନ୍ଦିର ଭିତରେ କପଟ ବିକ୍ରି ହଉଥିଲା, ମନ୍ଦିର ଭିତରେ ସବୁ ଟଙ୍କା ଆଦାନ ପ୍ରଦାନ ହଉଥିଲା, ନାନା ପ୍ରକାର ଅତ୍ୟାଚାର ହଉଥିଲେ, ଯୋଉଟାକି ପ୍ରଭୁ ଯୀଶୁ ଆସି ଉଲ୍ଟାଇଲେ। ତ ନେତାମାନେ ଆଜି ମଧ୍ୟ ଆମେ ଦେଖୁ ଆମର ସମାଜରେ ମଣ୍ଡଳୀର ସେକ୍ରେଟାରୀ, ମଣ୍ଡଳୀର ପ୍ରେସିଡେଣ୍ଟ, we are the leaders, ଆମେ ଅନେକ ସମୟ ଆମମାନେ ଏ ପ୍ରକାର ଭାବରେ ହ୍ୟୁମିଲେଟ୍ ବା ଲୋକମାନଙ୍କ ମଧ୍ୟରେ କାର୍ଯ୍ୟ କରୁଥାଉ ଯୋଉ ଆଦର୍ଶ କି ଆମର ନେକ୍ସଟ ଜେନେରେସନ ପାଇଁ, ଯୁବା ପିଢ଼ି ପାଇଁ ଆନନ୍ଦର କାରଣ ହେଇନଥାଏ, ଆଶୀର୍ବାଦର କାରଣ ହେଇନଥାଏ। କାହିଁକିନା আমার জীবন, ମୋ ଜୀବନରେ ମୁଁ ତ ପରିବର୍ତ୍ତନ ହେଇନାହିଁ, ଯଦିଓ ମୁଁ ଜଣେ ନେତୃତ୍ୱ ସ୍ଥାନରେ ଅଛି, ମୁଁ କିନ୍ତୁ ଅନ୍ୟମାନଙ୍କୁ କହୁଛି ଏଇଟା କର ବୋଲିକିରି। ନିଜେ ପରିତ୍ରାଣ ପାଇନି, କିନ୍ତୁ ଅନ୍ୟକୁ ପରିତ୍ରାଣ କଥା ଭଲରେ କହିପାରୁଛି। ନିଜର ଜୀବନରେ ପବିତ୍ରତା ନାହିଁ, ଅନ୍ୟ ଜୀବନରେ ପବିତ୍ରତାକୁ ଆମେ ଏମ୍ଫାସାଇଜ ଦଉଛୁ। ନୋ, ଆମକୁ ନିଜକୁ ପରିବର୍ତ୍ତନ ହେବାକୁ ପଡ଼ିବ ଏବଂ ସୋ ଦ୍ୟାଟ ଆମର ଆତ୍ମିକ ଜୀବନ ଅନ୍ୟମାନେ ଦେଖିକିରି ସେମାନେ ମଧ୍ୟ ପରିବର୍ତ୍ତନ ହେବେ। ତ ଈଶ୍ୱରୀୟ ଜୀବନ ଯଦି ଆମମାନଙ୍କ ଭିତରେ ନଥାଏ ତାହେଲେ ଆମେ କେବେ ହେଲେ ଆମେ ଶୁଷ୍କ ହେଇଯିବା, କିନ୍ତୁ ଆମେ କେବେ ହେଲେ ଈଶ୍ୱରଙ୍କର ଆଗମନ ନିମନ୍ତେ ଛିଡ଼ା ହେଇପାରିବେ ନାହିଁ। କି ଆମକୁ ଯେ ରୂପାନ୍ତରିତ ହେବାକୁ ପ୍ରয়োজন, ଆମକୁ ଯେ ଅନନ୍ୟନୀୟ ଜୀବନ କାଟିବାକୁ ପ୍ରয়োজন, ଆମକୁ ସେଇ ପ୍ରକାର ଭାବରେ ଆସ୍ତେ ଆସ୍ତେ ଈଶ୍ୱରଙ୍କ ସହିତ ସେ ସମ୍ପର୍କ ରଖିଲେ ଆମେ ସେଇ ପ୍ରକାର ଜାଗାରେ ଆସି ପହଞ୍ଚିବା। ସେଟା ନିତାନ୍ତ ଆମର ଜୀବନରେ ପ୍ରଚେଷ୍ଟା, ପ୍ରସ୍ତୁତ ହୁଅ। ଆମକୁ ପ୍ରତ୍ୟେକ ଦିନ ଈଶ୍ୱରଙ୍କର ସତ୍ୟତାକୁ ଗ୍ରହଣ କରି ଜୀବନରେ ବଢିବାକୁ ପଡ଼ିବ, ଏଇଟା ମାଇଣ୍ଡରେ ରଖିବା ଦରକାର। ତ ସେଥିପାଇଁ ଆମମାନଙ୍କ ଜୀବନରେ ଅବାଧ୍ୟତା, ମାନସିକ ଅଭିଳାଷ ଏ ସମସ୍ତକୁ ପରିତ୍ୟାଗ କରି ଈଶ୍ୱରୀୟ ସତ୍ୟତାକୁ ଜୀବନରେ ଗ୍ରହଣ କରି ଆମେ ଯେପରି ଆଗକୁ ବଢିପାରିବା। ଆମମାନଙ୍କ ଜୀବନରେ ଆହୁରି ପ୍ରାର୍ଥନାଶୀଳ ଜୀବନ, ଆମମାନଙ୍କ ଜୀବନରେ ଆହୁରି ପ୍ରାର୍ଥନା ହେଉଛି ଆତ୍ମିକ ଜୀବନରେ ଗୋଟେ ବ୍ୟାୟାମ, ଏକ୍ସରସାଇଜ। ଏବଂ ଆତ୍ମିକ ଜୀବନରେ ଆମେ এই ପ୍ରକାର ଭାବେ ଚଳାଚଳ କଲେ ତାହେଲେ ଆମ ଜୀବନରେ ରକ୍ତ ଚଳାଚଳ ହବ, ଆମର ଜୀବନ ପରିଷ୍କାର ହବ, ଆମେ ମୁକ୍ତ ହେଇପାରିବା। ତ ସେଥିପାଇଁ ମୁଁ ଶେଷରେ ଏଇ କଥା କହିକି ଶେଷ କରିବାକୁ ଚାହେଁ ଯେ ଆମମାନଙ୍କ ଜୀବନରେ ଦାନିଏଲ ଯେପରି ଦିନକୁ 3 ଥର ପ୍ରାର୍ଥନା କରୁଥିଲେ, ଡେଭିଡ ଦିନକୁ 7 ଥର ପ୍ରାର୍ଥନା କରୁଥିଲେ, ନିହମିୟ 4 ମାସ ଉପବାସ ପ୍ରାର୍ଥନା କରୁଥିଲେ। ଆମମାନଙ୍କ ଜୀବନରେ এইটা আবশ্যকতা রয়েছে, ଆମମାନଙ୍କ ଜୀବନ ଆବଶ୍ୟକତା ରହିଛି। ଏଥିପାଇଁ ଆଗମନ ପୂର୍ବରେ ଆମମାନଙ୍କୁ ପ୍ରତ୍ୟେକଙ୍କୁ ଏ ସମସ୍ତ ଘଟଣା ଆସିବ,
ଭୂତଳ ନିବାସୀ ଉପରେ, କିନ୍ତୁ ସେ ସମସ୍ତଙ୍କୁ ଏଡି ଯିବା ପାଇଁ, ରକ୍ଷା ପାଇବା ପାଇଁ, ଶକ୍ତିଯୁକ୍ତ ହେବା ପାଇଁ ଆମମାନଙ୍କୁ ଏକ ବିଶେଷ ଆତ୍ମିକ ପ୍ରାର୍ଥନା, ଆତ୍ମିକ ଜାଗରଣ, ଆତ୍ମିକ ଅଭିନିବେଶ, ଆତ୍ମିକ ବିନତି, ଆତ୍ମିକ ଶିକ୍ଷା ଏଫେସୀୟ 6:18 ଅନୁସାରେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଦୟା କରନ୍ତୁ, ଯେପରି ଆହୁରି ଯେଉଁମାନେ ଆମେ ଆତ୍ମିକ ଆହୁରି ଅଧିକ ଆତ୍ମିକ ହେବା, ଆଉ ଯେଉଁମାନେ ଆମେ ଏଇ କାର୍ଯ୍ୟ କରୁଛୁ ଆହୁରି ଯେପରି ଆମମାନଙ୍କ ଜୀବନ କାର୍ଯ୍ୟଶୈଳୀ ଦ୍ୱାରା ଅନୁମାନଙ୍କ ନିକଟରେ ଆମେ ସତ୍ୟତାକୁ ପ୍ରକାଶ କରିପାରିବା, ଯେଉଁ ସତ୍ୟତା, ଯେଉଁ ନିଗୁଡ ତତ୍ତ୍ୱ ସମାଜକୁ, ଜୀବନକୁ, ପରିବାରକୁ ପାପରୁ ମୁକ୍ତି କରିବ ଏବଂ ଈଶ୍ୱରଙ୍କ ପ୍ରାଚୁର୍ଯ୍ୟତାରେ ଭରପୁର କରିବ। ବିବାହ ବସ୍ତ୍ର ଅର୍ଥାତ୍ ପରିତ୍ରାଣ ଏବଂ ମସିଣା ବସ୍ତ୍ର ଦୁଇଟି ଆବଶ୍ୟକ ପ୍ରଭୁଙ୍କର ନିକଟରେ ଉଭା ହେବା ପାଇଁ, ପ୍ରଭୁଙ୍କ ନିକଟରେ ଛିଡ଼ା ହେବା ପାଇଁ। ପ୍ରଭୁ ଆମମାନଙ୍କୁ ପ୍ରତ୍ୟେକଙ୍କୁ ଏଇ ବାକ୍ୟ ଦେଇକରି ଆଶୀର୍ବାଦ କରନ୍ତୁ, କଥା କୁହନ୍ତୁ। ଧନ୍ୟବାଦ।